ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଜିଲ୍ଲା ଶାଖାର 44ତମ ବିକାଶ ବିମର୍ଶ କାର୍ଯ୍ୟକ୍ରମର ଏହି ଶୁଭ ସନ୍ଧ୍ୟାକୁ ମୁଁ ଡକ୍ଟର ବିଦ୍ୟାଭୂଷଣ ବାରିକ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ଅତିଥିମାନେ ଆମ ସହ ଯୋଗଦାନ କରିଛନ୍ତି ଏବଂ କାର୍ଯ୍ୟକ୍ରମର ଯେ ଆଲୋଚକ ସେ ମହାଶୟଙ୍କୁ ମୁଁ ସ୍ୱାଗତ କରୁଛି। ଆଜିର ଏହି କାର୍ଯ୍ୟକ୍ରମରେ ମାନନୀୟ କ୍ଷୀରୋଦ ନିବାସ ପଣ୍ଡା ସଭାପତି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସଭାପତିତ୍ୱ କରିବାର ଥିଲେ ମଧ୍ୟ ତାଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଯୋଗୁଁ ମାନନୀୟ ଶ୍ରୀ ରବିରଞ୍ଜନ ପ୍ରଧାନ ମହାଶୟଙ୍କୁ ମୁଁ ଅନୁରୋଧ କରୁଛି ସେ କାର୍ଯ୍ୟକ୍ରମର ସଭାପତିତ୍ୱ ଆସନ ଅଲଙ୍କୃତ କରିବେ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ଆଲୋଚକ ରୂପେ ପାଇଛୁ ମାନନୀୟ ଅଧ୍ୟାପକ ଯତୀନ ଦ୍ୱାରୀ ଜଣେ ଯୁବ ପ୍ରତିଭା କେଭି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଭାବରେ ତାଙ୍କର ବୃତ୍ତିଗତ ଜୀବନ ନିର୍ବାହ କରନ୍ତି। ଆଜିର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଏକ ସମୟ ଏବଂ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଦର୍ଶାଉଅଛି। ସାହିତ୍ୟରେ ବାର୍ଦ୍ଧକ୍ୟ ପ୍ରସଙ୍ଗ ଆମ ଜୀବନର 4ଗୋଟି ଅବସ୍ଥା ମଧ୍ୟରୁ ଚତୁର୍ଥ ଅବସ୍ଥା ହଉଛି ବାର୍ଦ୍ଧକ୍ୟ ଅବସ୍ଥା ଏବଂ ସେହି ବାର୍ଦ୍ଧକ୍ୟ ଅବସ୍ଥାର ସାହିତ୍ୟ ଉପରେ କେମିତି ତାର ପ୍ରଭାବ ରହିଛି ତାହା ଉପରେ ଆଜିର ଏହି ଆଲୋଚନାରେ ମାନନୀୟ ଅଧ୍ୟାପକ ଯତୀନ ଦ୍ୱାରୀ ମହାଶୟ ଆମ ସମସ୍ତଙ୍କୁ ଆଲୋକପାତ କରିବେ। ଆମେ ସମସ୍ତେ ଜାଣିଛୁ ଓଡ଼ିଶା ସାହିତ୍ୟର କାଳଜୟୀ କୃତି ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପର ସେହି ଆଲୋ ରେବି ଶବ୍ଦ ଯାହା ସେହି ସମୟର ବାର୍ଦ୍ଧକ୍ୟ ଅବସ୍ଥାକୁ ସୂଚିତ କରିଥିଲା। ତେଣୁ ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ ଏବଂ ଅଭିନନ୍ଦନ ଜ୍ଞାପନ କରୁଛି। ଅନୁରୋଧ କରୁଛି ଯେ ଆବଶ୍ୟକ ସ୍ଥଳେ ହିଁ କେବଳ ଆମେ ଆମର ଗୁଗଲ ମିଟକୁ ଅନମ୍ୟୁଟ କରିବା, ଅନ୍ୟ ସମୟରେ ଦୟାକରି ମ୍ୟୁଟ ରଖିବା। ଆମେ କୌଣସି ପ୍ରଶ୍ନ ଅତିଥି ମହାଶୟଙ୍କୁ ପଚାରିବାର ଥିଲେ ତାକୁ ଚାଟ ବକ୍ସରେ ବ୍ୟବହାର କରିବା ଏବଂ କାର୍ଯ୍ୟକ୍ରମ ସମାପନ ଶେଷରେ ମଧ୍ୟ ଆମର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବରେ ଯୋଗଦାନ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ବୈଦିକ ମନ୍ତ୍ର ଓಂ ସହନା ଭବତୁ ସହନୋ ଭୁନକ୍ତୁ ସହ ବୀର୍ଯ୍ୟଂ କରବାବହେ ତେଜସ୍ୱୀନାବଧୀତମସ୍ତୁ ମା ବିଦ୍ବିଷାବହେ। ଓಂ ଶାନ୍ତି ଶାନ୍ତି ଶାନ୍ତି। ବୈଦିକ ବିବେକ ବାଣୀ ମନୁଷ୍ୟ ମୂର୍ଖ ଅଜ୍ଞ ଭଳି ମନେ କରେ ଯେ ସ୍ୱାର୍ଥପର ଉପାୟରେ ସେ ନିଜକୁ ସୁଖୀ କରିପାରିବ। ବହୁ କାଳ ଚେଷ୍ଟା ପରେ ସେ ଅବଶେଷରେ ବୁଝିପାରେ ଯେ ପ୍ରକୃତ ସୁଖ ସ୍ୱାର୍ଥପରତାର ବିନାଶରେ ହିଁ ନିହିତ ଏବଂ ନିଜ ବ୍ୟତୀତ ଅନ୍ୟ କେହି ହେଲେ ତାକୁ ସୁଖୀ କରିପାରିବେ ନାହିଁ। ସ୍ୱାମୀ ବିବେକାନନ୍ଦ। ପରବର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ମାନନୀୟ ରବିରଞ୍ଜନ ପ୍ରଧାନ ସାରଙ୍କୁ ଅନୁରୋଧ କରୁଛି ସେ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଗେଇ ନେବେ। ଧନ୍ୟବାଦ। आज ये आभासी कार्यक्रम उपस्थित समस्त को नमस्कार प्रणाम। आमे निरवच्छिन्न भाव नुआपड़ा जिला स्वामी विवेकानंद लोक संसद शाखा अनुकूल्य ए कार्यक्रम को प्रति मास 19 तारिख रे संपादित करि आसुअछु। दीर्घ पथ अतिक्रांत हो सारे बहु सुवक्ता एवं विज्ञजनकर साहचर्य ए कार्यक्रम जरिया आमे प्राप्त हो आसुचु। बहु प्रवीण बहु धुरीण मानकर उपस्थिति आमको संपन्न करिछि। अनेक समय रे आमे बड़ उदात्त एवं रिच अनुभव करू जेतेबेले आम गहन युव प्रतिभा मानकर उपस्थिति संभवपर हुए। आमे स्वामी विवेकानंद लोक संसद विचारधारा विभाग अनुकूल्य ये जो महती कार्यक्रम को क्रियान्वित करुचु यार चमत्कार प्रभाव सर्वत्र परिलक्षित होउछि। बड़ उत्साह सहित समस्ते ए दिन को
प्रतीक्षा करुचंती संख्यारे आमे केते जनंकु एथिप्रति आकृष्ट करि से तो भिन्न प्रसंग किंतु जो मानंकु आमे रीतिमत प्राप्त होउछु हमर आसर रे श्रोता रूप रे से माने समस्ते तद्विद अटंती विज्ञ अटंती एवं समाज गठनर संकल्प नहीं समाज जीवन रे निज निजर क्रिया संरचना करुचंती समस्त को स्वागत समस्त को धन्यवाद आज आपण मानकर उपस्थिति पाई एवं आमर आजिर वक्ता महाशय जहांकर वक्तव्य आमे वर्तमान ठारू 7:45 पर्यंत शुणिबा से जने युवक प्रतिभा अटंती अध्यापक जतिन द्वारी महाशय केभी महाविद्यालय कंटाबांजी रे से अध्यापनारत अछंती अध्यापक भाव रे कार्य निर्वहन करुचंती हिंदी विभाग रो अध्यापक से छात्र जीवन रु संगठनात्मक कार्यक्रम सहित निजको संयोजित करी आसीचंती श्रीजुक्त जतिन द्वारी महाशय छात्र संपादक थिले विभागीय पत्रिका अमृतांशुर जहा तांको समय रे सुंदर संपादनार आधार रे यशस्वी थिला केभी महाविद्यालय कंटाबांजी रे अध्यापनारत ए महानुभवंकर छात्र समाज रे बड़ चमत्कार स्वीकृति रही विश्वविद्यालय सृजनशील समाज मार्भेलस रो से होचंते संस्थापक सदस्य बहु प्रतिभा एवं संभावनार अधिकारी श्रीयुक्त जतिन द्वारी महाशय को आज आमे गोटे स्वतंत्र प्रकार प्रसंग उपरे निजर मत एवं मंतव्य उपस्थापन करिवार शुणिबा से युवक जने युवकर दृष्टि रे साहित्यर साम्राज्य रे अवगाहन करी से जो चयन करिचंते वार्धक्य संबंधित प्रसंग गुड़िक तार अवतारणा करिवे तांकर प्रस्तुति माध्यम रे प्रस्तुति काल रे आमे समस्ते आशा करुचु जे जतिन द्वारी महाशयंकर आजिर उपस्थापना विशेषतः आम मानंकु प्रलुब्ध करिवो आमोदित करिवो एवं आमको एनरिच करिवो मु आउ अधिका कोनोसी गौरचंद्रिका प्रतीक्षा न रखी कोनोसी गौरचंद्रिकार अवतारणा रु विरत रही आह्वान करिबी श्रीजुक्त जतिन द्वारी महाशय को स्वागत करिबी से तांकर वक्तव्य उपस्थापन करिबे गोटे छोट सूचना ता पूर्वरु श्रीजुक्त द्वारी को मंच दबा पूर्वरु छोट सूचना टी दबा पई चाहिबी जे जेउ बंधु माने श्रीजुक्त द्वारींकर मत एवं मंतव्य उपरे कोनोसी मत निजस्व मत उपस्थापन करिया पई चाहिबे से माने दया करी चैट बॉक्स रे निजर अभिप्राय सूचित करंतु आमर संयोजक महाशय डॉक्टर विद्याभूषण बारिक तांको आमंत्रण करिवे एवं जदि कहार कोनोसी प्रश्न ए प्रसंग संबंधित थाए से प्रश्न को चैट बॉक्स रे स्थानित करंतु फल रे आलोचना को सुष्ठु रूप से संपादित करिबा सहज हबो आ गोटे छोट सूचना ए कार्यक्रम ठीक 8टारे समाहित हेबो तेणु समस्ते एथि प्रति दृष्टि देबे आलोचना को एवं 8टारू 10-12 मिनिट रो गोटे छोटिया नुआपड़ा जिल्लार सांगठनिक आलोचना हबो जहा श्रीजुक्त क्षीरोद निवास पंडा आमर माननीय सभापति महाशयंकर अध्यक्षतारे संपादित हबो सेथि पई नुआपड़ा जिल्ला सहित संबंधित सबु आजीवन सदस्य माने एवं अन्यान्य शुभेच्छु बंधु माने अन्य जिल्लार सेमान को आह्वान करा जाउची सेमाने सेठी उपस्थित रहिबे मु वर्तमान आलोचना पई आमंत्रण करूची श्रीजुक्त जतिन द्वारी महाशय को श्रीजुक्त द्वारी आपणकर वक्तव्य मु आशा करिबी 7:45 रे ही शेष हबो धन्यवाद।
नमस्कार समस्त को मु चिर नमस्य प्रणाम करुछि। जेमिति मो विषय कहिसंती जणे जुब जणे नवकुसुमित फूल कहले चलिबो। आउ नवकुसुमित फूल ता शरीर रे केते शक्ति रखिछि ताहा तो आपण माने ही कहिबे। काहे ना बेले बेले से प्रयास करे आकाश छुइबा पाई, प्रयास करे आकाश कौन ताकू जानिबा पाई आ ऊपर को उठे से प्रयास करी प्रचेष्टा करे आ से प्रयास प्रचेष्टा रे से केते बेले ढली जाए। तो सर्वप्रथमे मु स्वामी स्वामी विवेकानंद लोक संसद रो जो विचारधारा शाखार नुआपड़ा जिल्लार जेतिकी सदस्य मुख्य रूप रे आजिर एई सभार हमर अध्यक्ष प्रधान सर एवं अन्यान्य सदस्य माननकु मु स्वागत जणाउछि। आउ मो कथा मो वक्तव्य आरंभ करबा पूर्वरु सर्वप्रथम कहबाकू चाहे बेले बेले होई पारे जेहेतु मु हिंदी विभाग रो जने सदस्य हिंदी पढ़े लिखे आ पढ़ाए तो मो उच्चारण रे एवं मो कथा रे बेले बेले हिंदी शब्द हिंदी उच्चारण ए सब जिनिस आसी पारे। सेति पय मु प्रथमे आपनकु क्षमा मागि नउछि। जेतेबेले आमे ए विषय ऊपर चर्चा करबा आरंभ करू तो सर्वप्रथमे वृद्धावस्था जराजीर्ण अवस्था कहले समस्ते गोटे अवस्था को बुझाओ जेमती पूर्वरु कहा जाइछि कि जीवन रो चतुर्थ अवस्था जो अवस्था रे गृहस्थ आश्रम छाड़ी सन्यास व्रत धारण कर नहीं थांती। बेले बेले कुहा जाए कि जे अवस्था जीवनर संध्या जीवनर संध्या परे जेपरी राति आसे जीवनर संध्या जेपरी गोटे ऊर्जास्वित दिनर अंत द्वारा प्रस्फुटित हुए सेही परि भावे वृद्धावस्था भी जीवनर से ऊर्जा से शक्ति एवं से सूर्यर अंत परे आसे बोली कहा जाइଥାଏ मुख्य रूप रे। जेतेबेले आमे एही सब जिनिस ऊपर चर्चा करू सेतेबेले आमे जानिबा उचित जे वृद्धावस्था केवल निराशा ऊर्जा रहित से अंधकार नुहे। गोटिए प्रसिद्ध कथन को जेतेबेले आमे बुझिबा पढ़िबा फ्रांस रो जणे प्रसिद्ध लेखक अनातोले फ्रांस से कहंती कि काश बुढ़ापा के बाद जवानी आती। माने से कहंती जदि जो वृद्धावस्था या यौवन परे जदि आसंता माने जो वृद्धावस्था यौवन पूर्वरु जदि आसंता ताहेले बहुत किछि होई पारंता। काहे कि जेतेबेले आमे यौवन को बुझु यौवन शब्द को सुनु सेतेबेले आम मनरे गुटे धारणा उपजी थाए कि यौवन से अवस्था जो अवस्था रे आम मनरे ऊर्जा आम शरीर रे शक्ति शौर्य ओतप्रोत थाए। जेतेबेले आमे जीवन यात्रा रे कोनोसी भी बाधा को न डरी बारंबार प्रयास करि थाउ किपरि आमे आगो को बढ़िबा। आ जेतेबेले आमे वृद्धावस्था विषय रे कथा हो वृद्धावस्था सहित आमे अनुभव को जोड़ी थाउ जीवन सारा संघर्ष करी विभिन्न जिनिस रे चेष्टा प्रचेष्टा करी आमे एक स्थिति एक ज्ञानर पुंज को आहरण करि थाउ जो समय रे जो ज्ञान जो अनुभव द्वारा आमे विभिन्न काम विषय रे कौन कौन सकारात्मक पदक्षेप पाई पारे को जिनिस मानक हमको ध्यान रखिबा को हबो एई सब जिनिस विषय रे आमे ज्ञान आहरण करि थाउ। एई सब जिनिस विषय रे आम ज्ञान पुंज रे जागा कर नहीं थाए। तो जेतेबेले अनातोले फ्रांस कहंती कि यौवन पूर्वरु जदि बुढ़ापा बा वृद्धावस्था आसंता ताहेले से ज्ञान से अनुभव आउ काम करिवार से कौशल जेतेबेले आम हाथ रे थांता तापरे से ऊर्जा आसंता ताहेले केमिति होंता केमिति आमे सफल रूप रे समस्त कार्य को आमे निभै पारंता करि पारंता। तो एक कथन रु आमे बुझी पारिबा कथा जे वृद्धावस्था केवल एक निष्क्रिय अवस्था नुहे। वृद्धावस्था कहले एक एमिति अवस्था नुहे जे कि मृत्यु को ही चाहि बसिछि। तो एई हिसाब रे आमे जानिबा को पाइबा जे वृद्धावस्था हेउछि से अवस्था जे अवस्था द्वारा आमे आम ज्ञान ठीक
ବ୍ୟବହାର କରି ଆମେ ସମାଜ ପାଇଁ, ଆମେ ପରିବାର ପାଇଁ ଏବଂ ଅନ୍ୟାନ୍ୟ ଆମ ଚାରିପାର୍ଶ୍ୱରେ ଥିବା ଜିନିଷମାନଙ୍କ ପାଇଁ ଆମେ ଯୋଗଦାନ କରିପାରିବା। ପୁରାଣରେ ମିଥକରେ ଆମେ ବହୁ ଗଳ୍ପ କାହାଣୀ ଶୁଣିଥାଉ, ଯାହା ଦ୍ୱାରା ଆମେ ବହୁତ ଉଦାହରଣ ପାଇଥାଉ କି କିପରି ଭାବରେ ବୃଦ୍ଧଙ୍କ ନେତୃତ୍ୱରେ, ବୃଦ୍ଧଙ୍କ ମାର୍ଗଦର୍ଶନରେ ଯୁବବର୍ଗ ସମାଜରେ, ଦେଶରେ, ରାଷ୍ଟ୍ରରେ ଏବଂ ବୁଦ୍ଧିରେ, ବିଚାରଧାରାରେ ପରିବର୍ତ୍ତନ ପାଇଁ ସେମାନେ ଯୋଗଦାନ କରିପାରିଛନ୍ତି। ମହାଭାରତ ହେଉ କି ରାମାୟଣ ହେଉ, ମହାଭାରତରେ ଗୋଟେ ପକ୍ଷରେ ପିତାମହ ଭୀଷ୍ମ ହୁଅନ୍ତୁ, ସେ ଗୁରୁ ଦ୍ରୋଣ ହୁଅନ୍ତୁ କିମ୍ବା ବିଦୁର ହୁଅନ୍ତୁ, ତାଙ୍କର ସବୁବେଳେ ଏହା ପରାମର୍ଶ ଥିଲା ଯେ ଯୁଦ୍ଧକୁ କିପରି ସେମାନେ ରୋକିପାରିବେ। ସେମାନେ ଚେଷ୍ଟା କରିଥିଲେ ଯୁବପିଢ଼ିକୁ ସଚେତ କରିବା ପାଇଁ କି କିପରି ଭାବରେ ସେମାନେ ଏହି ଯୁଦ୍ଧରୁ ବଞ୍ଚିପାରିବେ। ହେଲେ ହେଲା କ'ଣ? ବୃଦ୍ଧଙ୍କ ପରାମର୍ଶ, ତାଙ୍କ ଅନୁଭବକୁ ପ୍ରତ୍ୟାଖ୍ୟାନ କରାଗଲା, ଯାହାଦ୍ୱାରା ଆମେ ଦେଖିଲା ବୃଦ୍ଧ ରହିଲେନି ନା ଯୁବ ରହିଲେ, ସମ୍ପୂର୍ଣ୍ଣ ଜଗତରେ ଧ୍ୱଂସ ହିଁ ଧ୍ୱଂସ ହେଲା। ସେହିପରି ଭାବରେ ଅନ୍ୟାନ୍ୟ ଆମେ କାହାଣୀ ମାନଙ୍କୁ ଯେତେବେଳେ ଦେଖିବା, ଆମେ ଦେଖୁ କି ବହୁତ ଉଦାହରଣ ରଖାଯାଇଛି। ସେ ଆମେ କହିପାରିବା କି ଚାଣକ୍ୟଙ୍କ ନେତୃତ୍ୱରେ ଚନ୍ଦ୍ରଗୁପ୍ତ କିପରି ନନ୍ଦବଂଶର ବିନାଶ କରିପାରିଲା, ସେ ଅତ୍ୟାଚାରୀ ବଂଶକୁ ଲୋପ କରି କିପରି ସେ ଲୋକଙ୍କ ପାଇଁ ଏକ ସୁଶାସନର ବ୍ୟବସ୍ଥା ଆଣିପାରିଲା। ଆମେ ଯେତେବେଳେ ଦେଖୁ କି ପିତାମହ ଭୀଷ୍ମ ଯେତେବେଳେ ସରଶଯ୍ୟାରେ ପଡ଼ିଛନ୍ତି, ସେତେବେଳେ ତାଙ୍କଠୁ ଜ୍ଞାନ ଆହରଣ କରି କିପରି ସମାଜକୁ, ଦେଶକୁ ଚଲେଇ ପାରିବ, ସେଥିପାଇଁ ଯୁଧିଷ୍ଠିର ଜ୍ଞାନ ଆହରଣ କରନ୍ତି। ସେହିପରି ଭାବେ ଆମେ ଦେଖୁ କି ବିଷ୍ଣୁ ଶର୍ମା କିପରି ପଞ୍ଚତନ୍ତ୍ର ଲେଖନ୍ତି ଆଉ ପିଲାମାନଙ୍କ ମାର୍ଗଦର୍ଶନ ପାଇଁ ସେ ପୋଥି ରଚି ଯାଆନ୍ତି, ଯାହା ମାର୍ଗଦର୍ଶକ ସାଜି ଆଜି ବି ପିଲାମାନଙ୍କୁ ଠିକ ମାର୍ଗରେ ନୀତି ଶିକ୍ଷା ଦେଇଥାଏ। ଏହିପରି ଭାବରେ ସୁକରାତ କିପରି ବିଷ ପିଇଲେ ମଧ୍ୟ ସେ କିପରି ଗୋଟେ ଉଦାହରଣ ସାଜିଗଲେ। ସେହିପରି ଦେଖାଯାଏ ବୁଦ୍ଧ କିପରି ସିଦ୍ଧାର୍ଥ ରୂପେ ସଂଘର୍ଷ କଲେ ଏବଂ ପୁରା ଜୀବନର ସଂଘର୍ଷ ବୁଦ୍ଧ ହୋଇ କିପରି ତାଙ୍କ ଜ୍ଞାନ ଦ୍ୱାରା ପୁରା ସମାଜକୁ ଦେଇଥିଲେ। ଏହି ସବୁ ଜିନିଷ ଉପରେ ଯେତେବେଳେ ଆମେ ଚର୍ଚ୍ଚା କରୁ, ସେତେବେଳେ ତତ୍କାଳୀନ ବୃଦ୍ଧ ସମାଜ ଏବଂ ତାଙ୍କର ସମସ୍ୟାବଳୀ ଉପରେ ଆମର ନଜର ପଡ଼େ। ଆମେ ଦେଖୁ କି ସହରୀକରଣ ହେଉ, ଏହି ଯୋଉ ବିକାଶ ହେଉଛି, ବିକାଶର ଅନ୍ୟାନ୍ୟ ସ୍ରୋତ ମଧ୍ୟରେ କିପରି ଭାବରେ ଗୋଟେ ବର୍ଗ ଜାଗାରେ ନିଷ୍ପେଷିତ ବର୍ଗ ରୂପରେ ପରିଣତ ହେଇଯାଉଛନ୍ତି, ତା ପଛରେ କାରଣ କ'ଣ? ଭାରତର ଯୋଉ ସମାଜ ବ୍ୟବସ୍ଥା, ସଂଯୁକ୍ତ ପରିବାରର ବ୍ୟବସ୍ଥା, ଯୌଥ ପରିବାରର ବ୍ୟବସ୍ଥା, ତାହା ଏବେ ଏକକ ପରିବାରରେ ପରିବର୍ତ୍ତିତ ହେଉଛି ଏବଂ ଏକକ ପରିବାରରେ ପରିବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ଯେଉଁ ବୃଦ୍ଧମାନେ ସେଇ ସମାଜର, ସେଇ ପରିବାରର ମୁଖ୍ୟ ହେଉଥିଲେ ଏବଂ ପରିବାରକୁ ସୁଚାରୁ ରୂପେ ଚଲେଇବା ପାଇଁ ସେ ସହାୟକ ହେଉଥିଲେ, ତାଙ୍କ ଯୋଗଦାନ ଏବେ କ୍ଷୀଣ ହେବାକୁ ଲାଗିଛି। ସହରୀକରଣ ଦ୍ୱାରା ସହରରେ ସଂଯୁକ୍ତ ପରିବାର ରହିବା ସମ୍ଭବପର ହେଇପାରୁନାହିଁ। ଆର୍ଥିକ ଚାପ ହେଉ କିମ୍ବା ଅନ୍ୟାନ୍ୟ କାରଣ ଗୁଡ଼ିକ ହେଉ, ସ୍ୱାସ୍ଥ୍ୟଗତ ଆର୍ଥିକ ଆବଶ୍ୟକତା ହେଉ, ଏହି ସବୁ ଜିନିଷ ମାନେ ପରିବାର ବ୍ୟବସ୍ଥାର, ଭାରତୀୟ ସାମାଜିକ ସଂରଚନାର ଯୋଉ ଅନ୍ୟ ରୂପକୁ ଦେଖାଉଛି, ତାହା ଦ୍ୱାରା ବୃଦ୍ଧ ସମାଜ ବି ହଇରାଣ ହେଉଛି। ଆଉ ସେ ବିଷୟରେ, ସେ ସମସ୍ୟା ମାନଙ୍କ ବିଷୟରେ ସାହିତ୍ୟରେ ଅନ୍ୟାନ୍ୟ ଉଦାହରଣ ଗୁଡ଼ିକ ଦେଖାଯାଇଛି। ସେ ଉଦାହରଣ ଗୁଡ଼ିକୁ ଯେତେବେଳେ ଆମେ ଦେଖିବାକୁ ଚେଷ୍ଟା କରୁ, ତ କିଛି ଉଦାହରଣ ଆମ ସାମ୍ନାରେ ଆସେ, କିଛି କାରଣ ଆମ ସାମ୍ନାରେ ଆସେ, ଯାହାଦ୍ୱାରା ବୃଦ୍ଧଙ୍କର ସମସ୍ୟା ଉପୁଜୁଛି, ବୃଦ୍ଧଙ୍କ ଜୀବନରେ ସମସ୍ୟା ଉପୁଜୁଛି। ଶାରୀରିକ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ତ ଅଲଗା କଥା, ସାହିତ୍ୟରେ ମୁଖ୍ୟ ରୂପରେ ଆମେ ଦେଖୁ କି ସମାଜର ପ୍ରତିଫଳନ ହୋଇଥାଏ। ତ ସାମାଜିକ ଏବଂ ମାନସିକ ସ୍ଥିତି ସାହିତ୍ୟରେ ଦର୍ପଣ ରୂପେ ପ୍ରତିବିମ୍ବିତ ହୋଇଥାଏ। ଆଉ ସେହି ଜିନିଷକୁ ଆମେ ଦେଖିବା ସାହିତ୍ୟ ମାଧ୍ୟମରେ। ସାହିତ୍ୟକୁ ଯେତେବେଳେ ଆମେ ପଢ଼ିବା, ତ ଆମେ ଦେଖିବା କିପରି ଭାବରେ ସମାଜରେ ଚାଲୁଥିବା ଅନ୍ୟାନ୍ୟ ଜିନିଷ ମାନେ ପ୍ରତିଫଳିତ ହେଉଛି। ବ୍ୟକ୍ତି ଜୀବନ ପର୍ଯ୍ୟନ୍ତ ପରିଶ୍ରମ କରିଥାଏ, ଅନ୍ୟାନ୍ୟ କ୍ଷେତ୍ରରେ ତାର ସେବା ଯୋଗଦାନ ଦେଇଥାଏ ଏବଂ ଅବସର ନେଇଥାଏ। ଅବସର ନେଲା ପରେ ସେ ଚେଷ୍ଟା କରେ କି ତା ସମୟ ସେ ପରିବାର ସହ ବିତେଇବ। ତ ଅବସର ଏକ ଏମିତି ବିନ୍ଦୁ, ଏମିତି ଦୋଛକି ହୁଏ, ଯାହା ଗୋଟେ ପାର୍ଶ୍ୱରେ ତା ସରକାରୀ ଜୀବନ, ତା ଚାକିରି ଜୀବନ, ତା କର୍ମମୟ ଜୀବନ ଏବଂ ଅପର ପକ୍ଷରେ
गोटे निर्भरशील व्यक्ति रूप से परिणत होता है। निर्भरशील आर्थिक रूप से हेउ अबा न हेउ हेले तार आधिपत्य से हराई थाए। हिंदीर गोटे गल्प वापसी गल्प उषा प्रियंवदा लिखती। आउ उषा प्रियंवदा जो वापसी गल्प लिखती से जड़े पात्र अच्छा गजाधर बाबू। गजाधर बाबू जितेबाला निज चाकरी जीवन समाप्त करी परिवार पाखक से आसती जमी कहानीर शीर्षक दर्शाए वापसी। से जितेबाला फेरी लेउटती निज परिवार पाखक परिवार रे रहिबा पई तांको पई जागा न थाए तांकर अस्थायी बंदोबस्त करा जाए। आउ जेतेबेले से चेष्टा करती अनुभव द्वारा परिवार किपरि भल हेउ तो सेतेबेले तांको पुओ कहे बूढ़े आदमी है पड़े रहे हर चीज में दखल क्यों देते हैं। माने से कहती कि से काहेकि बिना मतलब रे सेठी दखल देउछंती। तो अवसर पर तांको आधिपत्य रे जो आधिपत्य जो स्वामित्व को से अनुभव करजंती पूरा जीवन पर्यंत ताहा लोप हो जाए जहा द्वारा से निजे अनुभव करती एकाकी एवं अवहेलित। वृद्धावस्थार गोटे मुख्य कारण वृद्धावस्था जनित जो समस्यावली गुड़िक अच्छी से भितर गोटे मुख्य कारण हूँ समवयस्कों मृत्यु। से भाई हो बंधु हो किंबा हो पति किंबा पत्नी तांको मृत्यु तांको भांगी पड़वा विवश करिथाए। तांको द्वारा से माने मनरे ये चिंता रखी थांती कि निज समवयस्क निज साथी जहाँ सह से जीवन प्रत्येक अंश को देखी सुख दुख देखी मृत्यु परे से तांको मनरे भांगी पड़ती एवं अपेक्षा करती मृत्यु पाई। तांकर ही मानसिक समस्या तांकर ही स्थिति बेले बेले तांकु मर्माहत करिथाए। गोटे गल्प श्री प्रसाद सिंह हिंदी रे लिखती दादी माँ। आउ सेठारे से दादी माँ कहती दादा की मृत्यु के बाद ही वे बहुत उदास रहती। संसार उन्हें धोखे की टट्टी मालूम होता। दादा ने उन्हें स्वयं जो धोखा दिया था। से मने करती कि तांको जे सहचर से तांको धोखा देइछंती तांको से ठकी देइछंती एही परि भाबरे निराशा तांको घेरी जाई थाए। आर के नारायण को गोटे कहानी मालगुडी देश भितर गोटे कहानी अच्छी ओल्ड मैन ऑफ द टेम्पल से भी गोटे द्रुतांश को जितेबाला आमे देखू सेतेबाला देखू कि सर्टेनली नॉट इफ शी हैड बीन अलाइव शी वुड नेवर हैव अलाउड मी टू गो थ्रू द जंगल आफ्टर नाइटफॉल शी टुक वेरी केयर ऑफ मी। जितेबाला से कथाटा से वृद्ध व्यक्ति कहती तांको मृत्यु किपरि हेइतला से किपरि भाबरे ए संसार छाड़ीतिले तांको किपरि भाबरे अन्यान्य समस्यावली को भेटिबा को पड़ितला। आउ से कहती जिते बेले पर्यंत तांको पत्नी तांको साथी रे थिले से केतेबेले भी तांको कौनसी समस्यार सम्मुखीन हेबाकू देउ नथिले। तो समवयस्कों मृत्यु पति पत्नी मृत्यु तांको मर्माहित करिथाए। आउ एहा द्वारा से माने प्रभावित होइथांती तांको मानसिक स्थिति रे परिवर्तन होइथाए। एहीपरि भावे आमे देखू कि वृद्धावस्थार गोटे मुख्य समस्या एकाकीपण। जितेबाला से अवसर नहीं घर को फेरी जातु किंबा समवयस्क पति पत्नी मृत्यु हो तापर तांको मानसिक स्थिति ठीक रहेनी से माने समाज रे से माने परिवार रे एकाकी अनुभव करती। परिवार रे सबुठु बड़ समस्या देखा जाई थाए तांको मानसिक समस्या बलिर सूत्र जेउठु उपजी थाए ताकू कहिबा अवहेला। माता पिता बा वृद्ध जहां सेवा करबा पई से माने चाही थांती कि निज पुत्र निज संतान तांको सेवा करंतु एवं तांको सेही अवस्था रे तांकर अंधर लौड़ी हुअंतु सेही समय रे तांकर अवहेला तांको मर्माहित करिथाए आ तांको विभिन्न समस्यार सम्मुखीन होबाकू पड़िथाए। जेतेबेले अपना रास्ता लो बाबा गल्प रे आमे काशीनाथ सिंह को से कथन को देखू जेतेबेले देखू कि बापा पुत्र पाखकू आसीचंती बापा निज समस्या नहीं पुत्र पाखक आसछंती निज शारीरिक समस्या को नहीं पुत्र पाखक आसछंती तो पुत्र प्रश्न पचारुछि कि एठाकू आसीच काहेकि तू मुझसे मतलब पूछ रहा है। बाप किस मतलब से बेटे के यहाँ जाता है। तो यही प्रश्न रे आमे देखि पारिबा यही प्रश्न रे आमे देखि पारिबा संतानर अवहेला एवं जेतेबेले से समस्यार समाधान पाई जेतेबेले से समस्यार समाधान पाई डॉक्टर पाखकू जाती
ଡାକ୍ତର ଯେତେବେଳେ ତାର ବିଭିନ୍ନ ପରୀକ୍ଷା କରନ୍ତି ଏବଂ ଦେଖନ୍ତି କି କୌଣସି ବୃହତ୍ତର ବିମାରୀ ହୋଇଛି, ଯେତେବେଳେ ସେ କୁହନ୍ତି शायद आरंभिक स्टेज है, एक्सरे जांच वगैरह तो कराए हैं, बायोप्सी जरूरी है, ସେତେବେଳେ ପୁଅ କଣ କରେ? ଅବହେଳା। ପୁଅ କଣ କରେ? ପୁଅ ଚେଷ୍ଟା କରେ कि किपरि भाବରେ ତା ଦାୟିତ୍ୱରୁ ସେ ଓହରିଯିବ। ଆଉ ସେ କଣ କରେ? 3 पैसे वाली बी कॉम्प्लेक्स की 100 गोली, 5 पैसे वाली ली 52 की 50 और ऐसे दर्द की 10 टिकिया ଏତିକି ଦେଇ ତାଙ୍କୁ କହିଦିଏ କି ଆପଣ ସ୍ୱସ୍ଥ ଅଛନ୍ତି, ଆଉ ତାଙ୍କୁ ଗାଁକୁ ଫେରାଇ ଦିଏ। କହେ କି ଗାଁର ଜମି, ଗାଈ ଗୋରୁ ଆପଣଙ୍କ ଅପେକ୍ଷା କରୁଛନ୍ତି। ସେହିପରି ଭାବରେ ଆମେ ଦେଖୁ କି ପରିତ୍ୟାଗ, ବୃଦ୍ଧାବସ୍ଥା ସମୟରେ ପରିତ୍ୟାଗ ଏକ ପ୍ରମୁଖ ସମସ୍ୟା ରୂପେ ଉପୁଜିଥାଏ ଏବଂ ତାଙ୍କୁ ଯେତେବେଳେ ବୃଦ୍ଧାବସ୍ଥାରେ ଛାଡ଼ି ସେ ନିଜ ଜୀବନକୁ ନିଭାଇବାକୁ ଚେଷ୍ଟା କରନ୍ତି, ସେମାନେ ବୃଦ୍ଧମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗୋଟେ କାହାଣୀ ମନୁ ଭଣ୍ଡାରୀଙ୍କ ଅକେଲି କାହାଣୀ। ସୋମାବୁଆ ନାମରେ ଜଣେ ମହିଳା ପାତ୍ର ଅଛନ୍ତି। ତାଙ୍କ ପୁତ୍ର ମୃତ୍ୟୁ ପରେ କିପରି ଭାବରେ ସ୍ୱାମୀ ତାଙ୍କୁ ଛାଡ଼ି ସନ୍ନ୍ୟାସୀ ରୂପରେ ଘର ଛାଡ଼ି ଚାଲି ଯାଆନ୍ତି ଏବଂ ତାଙ୍କ ପରିତ୍ୟାଗ ଦ୍ୱାରା ସେ କିପରି ଭାବରେ ପ୍ରଭାବିତ ହୁଅନ୍ତି, ଏହି କାହାଣୀ ଦ୍ୱାରା ଆମେ ସ୍ପଷ୍ଟ ରୂପେ ଦେଖିପାରିବା। କାହାଣୀ ମାନଙ୍କ ଦ୍ୱାରା ବୃଦ୍ଧ ଅବସ୍ଥାର ଯୋଉ ସମସ୍ୟାବଳୀ ଗୁଡ଼ିକ ଅଛି, ପ୍ରମୁଖ ସମସ୍ୟା ହେଲା ପିଢ଼ିଗତ ଫାଟ। ଯୁବପିଢ଼ି ଏବଂ ବୃଦ୍ଧ ପିଢ଼ି ମଧ୍ୟରେ ଯୋଉ ଫାଟ ସୃଷ୍ଟି ହୁଏ, ଯୋଉ ଆଧୁନିକତା ଏବଂ ପୁରାତନତାର ଯୋଉ ଫାଟ ସୃଷ୍ଟି ହେଉଛି, ଯେମିତି ଯୌବନ ବା ଆଧୁନିକ ମଣିଷ ଚେଷ୍ଟା କରେ ଆଧୁନିକତା ସହ ଯୋଡ଼ି ହେବା ପାଇଁ ଏବଂ ଯୋଉ ବୃଦ୍ଧ ସେ ଚେଷ୍ଟା କରେ ତାର ପୁରାତନ ପନ୍ଥା ଶୈଳୀ ସହ ସେ ଯୋଡ଼ି ରହିବା ପାଇଁ। ଏହି ଦୁହି ଗୋଷ୍ଠୀ ମଧ୍ୟରେ ଯୋଉ ଫାଟ ସୃଷ୍ଟି ହୁଏ ସଂଘର୍ଷ ଦ୍ୱାରା, ସେହି ଫାଟ ବେଳେ ବେଳେ ଏମିତି ପରିସ୍ଥିତି, ଅପ୍ରୀତିକର ପରିସ୍ଥିତି ଉପୁଜାଇଥାଏ ଯାହା ବୃଦ୍ଧଙ୍କ ଜୀବନକୁ ଆହୁରି ବିପଦ ସଂକୁଳ, ଆହୁରି ଚିନ୍ତାଜନକ, ନୈରାଶ୍ୟଜନକ କରିଦେଇଥାଏ। ପିତା କାହାଣୀ, ଯେଉଁଥିରେ ଜ୍ଞାନରଞ୍ଜନ କାହାଣୀକାର, ଗଳ୍ପକାର, ସେ ଦେଖେଇଛନ୍ତି କିପରି ଭାବରେ ପୁତ୍ର ସନ୍ତାନ ଚେଷ୍ଟା କରୁଛନ୍ତି କି ପିତାଙ୍କୁ ସୁଖ ସୁବିଧା ଦିଅନ୍ତୁ। ସେ ଚେଷ୍ଟା କରୁଛନ୍ତି କିପରି ଭାବରେ ତାଙ୍କର ଅବସରକାଳୀନ ଜୀବନ ସୁଖରେ ବିତୁ। ହେଲେ ପିତା ସେ ଜାଗାରେ ଚେଷ୍ଟା କରୁଛନ୍ତି ତାଙ୍କର ପୁରାତନ ପନ୍ଥାକୁ ସେ ଅବଲମ୍ବନ କରି କିପରି ଭାବରେ ସେ ଯେପରି କାମ କରୁଥିଲେ ସେପରି କାମ କରିବେ। ସେ ତାଙ୍କର ଯୋଉ ଜୀବନଶୈଳୀ, ସେହି ଜୀବନଶୈଳୀରେ ବିନା କୌଣସି ପରିବର୍ତ୍ତନ କରି, ବିନା କୌଣସି ସୁଖ ସୁବିଧାରେ ସେ ନିଜ ଜୀବନ ଜୀଇବେ। ସେ ଘର ବାହାର ଦୁଆରରେ ଖଟ ପକାଇ ଶୁଅନ୍ତି ଏବଂ ନାନାଦି ଅପବ୍ୟୟକୁ ସେ ପ୍ରଶ୍ନ ଉଠାନ୍ତି ଏବଂ କୁହନ୍ତି କି ତମେ ମାନେ କର, ମୋ ପାଇଁ କାହିଁ କରୁଛ? ଆଉ କଥନରେ ସେ ଜ୍ଞାନରଞ୍ଜନ ପିତା କାହାଣୀରେ କୁହନ୍ତି, आप लोग जाइए ना कॉफी हाउस में बैठिए, झूठी वैनिटी के लिए वायरा को टिप दीजिए, रहमान के यहाँ 1.5 रुपए वाला बाल कटाइए, मुझे क्यों घसीटते हैं? तो यही संघर्ष भी बेले बेले यही अप्रीतिकर परिस्थिति उपजाई थाए आउ पीढ़ीगत फाट सृष्टि हुए थाए। युवपीढ़ी एवं वृद्ध पीढ़ी भितर यही संघर्ष बेले बेले तांकु हैरान करिथाए। बेले बेले एमिति जिनिस समाज रे देखा जाइछि, जहार प्रतिफलन साहित्य रे मध्य देखा जाइछि। चीफ की दावत नामक गोटे कहानी, गोटे गल्प रे भीष्म साहानी नामक जड़े गल्पकार देखाई किपरि भावरे मां को से माने घरु तड़िबा पई प्रयास करिसंती। तांको पई से बोझ काहेकि ना से निजर जो देखाणिया लोक देखाणियापण से बाधा सृष्टि करिसंती। किपरि भावरे तांकर रहणी तांको प्रमोशन पाई गोटे बाधा सृष्टि हेछि। किपरि भावरे से देखाइसंती कि जेतेबेले से सामना कहती से बुढ़ी आई पुओ जेतेबेले कहती कि से तो जाउथिला ता सान पुओ पाखकु, तू काहे ताको अटकाई रखिलु एवं निज पत्नी सह से विवाद करती। से समय रे आमे देखि परिबा से चित्र जे समय रे जे वृद्धंकु बोझ रूपरे देखा जाइछि। ए कहानी गुड़िकरे सबुठु मुख्य रूप आमे देखि परिबा उपयोगितावादी दृष्टिकोण। माने भौतिक रूप रे जो वृद्ध बा वृद्धा अछंती
ତାଙ୍କର ଉପକାରିତା ତା ଉପଯୋଗିତା ଆମ ଜୀବନରେ କଣ ଅଛି। ଦେଖାଯାଇଛି ବାଉजी और बंदर କାହାଣୀ ଯେଉଁଥିରେ କି ସୂର୍ଯ୍ୟବାଲା ଦେଖେଇଛନ୍ତି କିପରି ଭାବରେ ବୃଦ୍ଧକୁ ସାଥିରେ ରଖିବା ପାଇଁ ସେମାନେ କାରଣ ଖୋଜୁଛନ୍ତି। ସନ୍ତାନ ମାନେ କାରଣ ଖୋଜୁଛନ୍ତି ବୃଦ୍ଧ ତାଙ୍କ ପାଖରେ କାହିଁକି ରହିବେ। ସେମାନେ ଖୋଜୁଛନ୍ତି କିପରି ଭାବରେ ସେ ନିଜର ଅନ୍ୟାନ୍ୟ କାମରେ ତାଙ୍କୁ ଲଗେଇ ପାରିବେ, କିପରି ଭାବରେ ତାଙ୍କଠୁ ସେ ଫାଇଦା ନେଇପାରିବେ। ଆଉ ଏହି କାହାଣୀର ଗୋଟେ ଅଂଶରେ ସେ କଥା ହେଉଛନ୍ତି ସନ୍ତାନ ମାନେ, କହୁଛନ୍ତି କି ଅଛି ବୋଲି ସେମାନେ କହୁଛନ୍ତି कि किपरि भावरे तृप्ति और संतुष्टि फूल पत्ते बचने से ज्यादा बाबूजी के यहाँ हो पाए उपयोग की थी। अपने इस कामयाबी से उत्साहित होकर दिमाग के घोड़े पर वापस चाबुक लगाए। इसी तरह के और भी उपयोग इन बाबूजी के खोजे जाने चाहिए। किपरि भावरे से माने देखुचंती कि बाबूजी माने बापा से समय रे माଙ୍କଡ ମାନଙ୍କ ଆକ୍ରମଣରୁ ବଗିଚାକୁ କିପରି ରକ୍ଷା କରୁଛନ୍ତି, ସେହିପରି ଭାବରେ ସେମାନେ ଅନ୍ୟାନ୍ୟ ରାସ୍ତା ଖୋଜୁଛନ୍ତି କି କିପରି ଭାବରେ ବାଉजी ବା ବାପାଙ୍କୁ ସେ ଉପଯୋଗ ରୂପରେ ବ୍ୟବହାର କରିପାରିବେ। ଏହିପରି ଭାବରେ ସମ୍ପତ୍ତି ଏକ କେନ୍ଦ୍ରବିନ୍ଦୁ ସାଜିଛି ଏହି ସଂଘର୍ଷର, ଏହି ବୃଦ୍ଧ ସମସ୍ୟାର। ଆଉ ଏହି କେନ୍ଦ୍ର ବିଷୟରେ ଆମେ ଦେଖିପାରିବା କି କିପରି ଭାବରେ ନିଜ ବାପାଙ୍କ ୱସିୟତ ବା ତାଙ୍କ ଜମି ସମ୍ପତ୍ତି ପାଇବାକୁ ହେଲେ ସେମାନେ କିପରି ଭାବରେ ନାନାଦି ଢଙ୍ଗ କରୁଛନ୍ତି, କିପରି ଭାବରେ କିଏ ନିଜ ପିତାଙ୍କ ଅନ୍त्यେଷ୍ଟି ପାଇଁ ଅନ୍ୟାନ୍ୟ ବ୍ରତ ରଖୁଛି, କିପରି ଭାବରେ କିଏ ଲୋକ ଦେଖାଣିଆ କାମ କରୁଛି, ଯାହା ଦ୍ୱାରା ସେ ତାଙ୍କ ସମ୍ପତ୍ତିକୁ ସେ ଅଧିକାର କରିପାରିବେ। ଗୋଟେ ଉଦାହରଣ ୱସିୟତ କାହାଣୀ ଭଗବତୀ ଚରଣ ବର୍ମା ଦିଅନ୍ତି, ଯେଉଁ କାହାଣୀରେ ସେ ଦେଖାନ୍ତି କି 50,000 रुपए गए हाथ से, तुम अंत्येष्टि संस्कार के योग्य नहीं हो, तुम्हारे बाद नीलमणि का नंबर है। तो वसीयत कहानी रे ଯେତେବେଳେ ସେ ପାତ୍ର ସେ ବୃଦ୍ଧ ଏମିତି ଲେଖି ଯାଇଛନ୍ତି କି ଏଉଁ ଯୋଗ୍ୟତା ଯିଏ ପୂରଣ କରିବ, ଏହି ଯୋଗ୍ୟତା ଯାହା ଦ୍ୱାରା ପୂରଣ ହେଇପାରିବ ସେ ହିଁ ଏ ସମ୍ପତ୍ତି ଏ ଘରର ମାଲିକ ହେବ। ତ ସେଇ ସମୟରେ କିପରି ଭାବରେ ଗୋଟେ ସ୍ପର୍ଦ୍ଧା ଚାଲିଛି ଭାଇ ଭାଇମାନଙ୍କ ମଧ୍ୟରେ, ଏବଂ ସେମାନେ ଚେଷ୍ଟା କରୁଛନ୍ତି କି କିପରି ଭାବରେ ସେମାନେ ନିଜ ଜମିକୁ ନିଜ ସମ୍ପତ୍ତିକୁ ସେମାନେ ହାତେଇ ନେବେ। ଏବଂ ସେଇଥିପାଇଁ ସେମାନେ କୌଣସି ବିନ୍ଦୁକୁ କୌଣସି ବି ଲକ୍ଷ୍ୟକୁ ସେ ମାନୁନାହାନ୍ତି, କୌଣସି ବି ଜିନିଷ ବିଷୟରେ ସେମାନେ ଚର୍ଚ୍ଚା କରୁଛନ୍ତି। ସେମାନେ ଦେଖୁଛନ୍ତି କିପରି ଭାବରେ ଗଦାଧର ବାବୁ ଯେମିତି ୱାପସି କାହାଣୀରେ କୁହାଯାଇଛି, ଯେମିତି ୱାପସି କାହାଣୀରେ ଦେଖାହେଇଛି କିପରି ଅସ୍ଥାୟୀ ବନ୍ଦୋବସ୍ତ କରାହେଇଥିଲା ବାପାଙ୍କୁ, ସେହିପରି ଭାବରେ ସେମାନେ ତାଙ୍କ ଜମିକୁ ହଡପିବା ପାଇଁ, ତାଙ୍କ ସମ୍ପତ୍ତି ହଡପିବା ପାଇଁ ସେମାନେ ଚେଷ୍ଟା କରିଛନ୍ତି। ଯେତେବେଳେ ଗଦାଧର ବାବୁ ତାଙ୍କ ଘରକୁ ଯାଆନ୍ତି ନିଜ ଚାକିରିକାଳୀନ ଜୀବନ ସାରି, ସେତେବେଳେ ସେ ଦେଖନ୍ତି, ସେ ରହିବା ପାଇଁ ଚେଷ୍ଟା କରନ୍ତି। तो से समय रे गाल्पिक कुहंती घर छोटा था और ऐसी व्यवस्था हो चुकी थी कि उसमें गदाधर बाबू रहने के लिए कोई स्थान ना बचा था। जैसे किसी मेहमान के लिए कुछ अस्थायी प्रबंध कर दिया जाता है, उसी प्रकार बैठक में कुर्सियों को दीवार से सटाकर बीच में गदाधर बाबू के लिए पतली सी चारपाई डाल दी गई। यही परि भाବରେ ଏହି ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ମୁଖ୍ୟ କାରଣ, ଗୋଟେ ମୁଖ୍ୟ ସମସ୍ୟା ବୃଦ୍ଧ ଜୀବନରେ ଦେଖାଯାଇଛି। ନିଜର ଜୀବନରେ ସେମାନେ ସବୁବେଳେ ଗୃହର ସ୍ୱାମୀ ରୂପରେ ଗୃହର ସମସ୍ତ ଦାୟିତ୍ୱକୁ ତୁଲାଇଥାନ୍ତି, ଏବଂ ଯେତେବେଳେ ସେ ବୃଦ୍ଧ ରୂପରେ ଶାରୀରିକ ଅକ୍ଷମ ହୋଇଥାନ୍ତି, ତାଙ୍କ ମଧ୍ୟରେ ଅନୁଭବ ଥାଏ, ତାଙ୍କ ମଧ୍ୟରେ ଜ୍ଞାନ ଥାଏ, ତାଙ୍କ ପାଖରେ ଜ୍ଞାନ ଥାଏ, କିନ୍ତୁ ତାଙ୍କୁ କିପରି ଭାବରେ यही देखा जाता है कि गदाधर बाबू हमेशा बैठक में ही पड़े रहते थे। कोई आने जाने वाला हो तो कहीं बिठाने की जगह नहीं। अमर को अब भी छोटा समझते थे और मौके भी वो टोक देते थे। तांको मनरे एबे भी से घरर स्वामी से पिलामानक बापा से दायित्व बोध अछि, आउ से गृह स्वामीर जो तांको मनरे जो भावना अछि ताहा ही संघर्षर मुख्य रूप नहीं थाए, एवं युववर्ग सह ताहा ସେମାନେ ସଂଘର୍ଷ କରିଥାନ୍ତି। ବେଳେ ବେଳେ ଦେଖାଯାଇଛି କି ଏ କାହାଣୀ ମାଧ୍ୟମରେ ସମାଜର ସେହି ରୂପକୁ ଦେଖାଯାଇଛି କି ସନ୍ତାନ ପୁତ୍ରମାନଙ୍କର ସମ୍ବେଦନହୀନତା, ତାଙ୍କର ନିଜ ପିତା ମାତାଙ୍କ ପ୍ରତି ତାଙ୍କର ଦାୟିତ୍ୱହୀନତା
ତାହା ମଧ୍ୟ ଏହି କାହାଣୀ ମାଧ୍ୟମରେ ଦେଖାଯାଇଛି। ଯେତେବେଳେ ବାଉଜି ଓ ବନ୍ଦର କାହାଣୀ ହଉ, ଯେତେବେଳେ ଗେଣ୍ଡ କାହାଣୀ ହଉ ବା ଅନ୍ୟାନ୍ୟ କାହାଣୀ ହଉ, ଯେମିତି ଆମେ ଦେଖିପାରିବା ଡାକ ମୁନ୍ସି ଫକୀରମୋହନ ସେନାପତିଙ୍କ କାହାଣୀ ହଉ, ତାଙ୍କ ଗଳ୍ପ ହେଉ, ସେ ଜାଗାରେ ଆମେ ଦେଖିପାରିବା କିପରି ପୁଅ ବଡ଼ ହେଲା ପରେ, ଅଫିସର ହେଲା ପରେ ବାପାଙ୍କୁ ଅନାଦର କରିଛି। ବାପା ଅଶିକ୍ଷିତ, ଇଂରାଜୀ ନ ଜାଣିବା ଜଣେ ଲୋକ ପ୍ରତି ହେଇଛନ୍ତି ତାଙ୍କୁ, ଆଉ ସେ କିପରି ଭାବରେ ଚାହିଁଛି ତାଙ୍କଠୁ ଦୂରେଇ ହୁଏ, କାହିଁକି ନା ସେ ଅଛନ୍ତି ମାନେ ତା ପାଇଁ, ତା ଲୋକ ଦେଖାଣିଆପଣ ପାଇଁ ଗୋଟେ ବିପଦ। ଏହିପରି ଭାବରେ ପାରିବାରିକ ମୂଲ୍ୟର ଯୋଉ ବିଘଟନ ହୋଇଛି, ସମାଜର ଯୋଉ ବିଘଟନ ଧୀରେ ଧୀରେ ହେଉଛି, ଯାହା ପଛରେ କାରଣ ମାନେ ଆମେ ପ୍ରଥମରୁ ଚର୍ଚ୍ଚା କରିସାରିଛୁ, ସେ କାରଣ ମାନେ ପରିବାରକୁ ଭାଙ୍ଗୁଛନ୍ତି ଏବଂ ଏହି ସମସ୍ୟାବଳୀ ଗୁଡ଼ିକ ଆଜିର ସମାଜରେ ମଧ୍ୟ ଅନ୍ୟାନ୍ୟ ଭାଷାର, ଅନ୍ୟାନ୍ୟ ସାହିତ୍ୟରେ ଆମେ ଦେଖିପାରିବା। ଆଉ ଦେଖିପାରିବା କିପରି ଭାବରେ ବୃଦ୍ଧ ଆଉ ଯୁବର ଏହି ସଂଘର୍ଷ ଲାଗି ରହିଛି। ତ ସାହିତ୍ୟ ମାଧ୍ୟମରେ ମୁଁ କହିବାକୁ ଚାହିଁବି କି ସାହିତ୍ୟ ମାଧ୍ୟମରେ ସେହି ସମ୍ବେଦନଶୀଳତା, ସେହି ଜ୍ଞାନ, ସେହି ଅନୁଭବକୁ ଆମେ ପ୍ରତିଷ୍ଠା କରାଇ ପାରିଲେ ସାହିତ୍ୟ ଯାହା କରୁଛି ତାହା ମାଧ୍ୟମରେ ଆମେ ଦେଖିପାରିବା କି ଗୋଟିଏ ଏମିତି ବ୍ୟବସ୍ଥା ବନିପାରିବ ଯାହାଦ୍ୱାରା ଯୁବମାନେ ସେଇ ବୃଦ୍ଧମାନଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଦ୍ୱାରା ଦେଖାଯାଉଥିବା ପରାମର୍ଶ ଦ୍ୱାରା ଦେଖାଯାଉଥିବା ରାସ୍ତାର ଅନୁସରଣ କରି, ଯେପରି ଚାଣକ୍ୟଙ୍କ ପନ୍ଥା ଅନୁସରଣ କରି ଚନ୍ଦ୍ରଗୁପ୍ତ ଦିନେ ନନ୍ଦ ଭଳି ଅତ୍ୟାଚାରୀ ରାଜାର ଶାସନକୁ ସମାପ୍ତ କରିପାରିଥିଲେ ଏବଂ ବିଷ୍ଣୁ ଶର୍ମା ଭଳି ଜଣେ ବୃଦ୍ଧଙ୍କ ପରାମର୍ଶ ଦ୍ୱାରା ଆଜି ବି ଶତ ଶତ ଜନମାନସର ଯୁବପିଢ଼ି ପ୍ରେରଣା ନେଇ ପାରୁଛନ୍ତି ଏବଂ ନୀତି ଶିଖି ପାରୁଛନ୍ତି, ସେହିପରି ବ୍ୟବସ୍ଥା ହୋଇପାରିବ। ଆଜିର ଏହି ବିଷୟକୁ ମୁଁ ଚେଷ୍ଟା କରିଲି ପାରୁ ପର୍ଯ୍ୟନ୍ତ ମୋର ବକ୍ତବ୍ୟ ରଖିବା ପାଇଁ। ଆଉ ମୁଁ ମୋର କଥାକୁ ଏଇଠି ରଖୁଛି। ଅନୁରୋଧ କରିବି ଆପଣମାନେ ଆପଣଙ୍କର ପ୍ରଶ୍ନ, ଆପଣଙ୍କର ଶଙ୍କା ଉପସ୍ଥିତ କରନ୍ତୁ। ଚାଟ୍ ବକ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶ୍ନ ଆସିନାହିଁ। ରୋହିତ କିଶୋର କୁମ୍ଭାର ମହାଶୟଙ୍କର ଗୋଟେ ମନ୍ତବ୍ୟ ଅଛି, ସେ ଏକ୍ସେଲେଣ୍ଟ ବୋଲି ଲେଖିଛନ୍ତି। ଆଉ ଗୋଟେ ମନ୍ତବ୍ୟ ଅଛି, ଚମତ୍କାର ଉପସ୍ଥାପନା, ତଥ୍ୟପୂର୍ଣ୍ଣ। ବର୍ତ୍ତମାନ ଆମେ ଆହ୍ୱାନ କରୁଛୁ ଯେ ଏ ପ୍ରସଙ୍ଗ ଉପରେ ଉପସ୍ଥିତ ଥିବା ବନ୍ଧୁମାନଙ୍କ ମଧ୍ୟରୁ କେହି ଯଦି କିଛି ଆଲୋକ ସମ୍ପାତ କରିବା ପାଇଁ ଚାହିଁବେ, ସେମାନେ ଏଥି ନିମିତ୍ତ ବିଧିବଦ୍ଧ ଭାବରେ ଆଗ୍ରହ ପ୍ରକାଶ କରନ୍ତୁ। ବିଦ୍ୟାଭୂଷଣ ବାରିକ ମହାଶୟ, ଡକ୍ଟର ବିଦ୍ୟାଭୂଷଣ ବାରିକ ଯିଏ ଆଜିର ସଂଯୋଜକ, ସେ ଆପଣଙ୍କୁ ସମୟ ଦେବା ପାଇଁ ଉଦ୍ୟମ କରିବେ। ଧନ୍ୟବାଦ ସାର୍। କାହାରି ମନରେ କିଛି ପ୍ରଶ୍ନ ଯଦି ଅଛି ଆପଣ ଚାଟ୍ ବକ୍ସର ଉପଯୋଗ କରିପାରନ୍ତି, କିମ୍ବା ସିଧାସଳଖ ପ୍ରଶ୍ନ ଉପସ୍ଥାପନ କରିବା ପାଇଁ କିମ୍ବା ମନ୍ତବ୍ୟ ରଖିବା ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି। ସିଧାସଳଖ ଅନମ୍ୟୁଟ୍ କରି ଆପଣ ଆପଣଙ୍କର ମତ ଉପସ୍ଥାପନ କରିପାରିବେ। ବର୍ତ୍ତମାନ ସମସ୍ତଙ୍କୁ ନମସ୍କାର। ମୁଁ ସୀମାଞ୍ଚଳ ମିଶ୍ର କଳାହାଣ୍ଡିରୁ କହୁଛି। ମୋର ଖାଲି ଗୋଟେ ଜିନିଷ ଅଛି, କଥା ହଉଛି ଆମର ବାର୍ଦ୍ଧକ୍ୟ ବାବଦରେ ଯୋଉ ଲେଖା ପ୍ରକାଶ ପାଇଛି ବା ଯାହା
କିଛି ତଥ୍ୟ ରଖିଲେ, ବହୁତ ଉତ୍ତମ ତଥ୍ୟ ରଖିଲେ, ବହୁତ ତଥ୍ୟ ଭିତ୍ତିକ ତଥ୍ୟ ରଖିଲେ। କିନ୍ତୁ ମୋର ମନରେ ଗୋଟେ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ଏ ଯୋଉ ଉତ୍ତର ପିଢିର ଲୋକମାନଙ୍କ ପାଇଁ ବର୍ତ୍ତମାନ ସମାଜଟା ଅସୁରକ୍ଷିତ ହେଇଯାଇଛି। କଥା ହଉଛି ଆମେ ଆଗରୁ ଗୋଟେ ପରିବାରରେ ଅଧିକ ସନ୍ତାନ ସନ୍ତତି ଥିଲେ ବି ପରିବାରକୁ ଧରିକିରି ଆଗରୁ ମାନେ ଆମର ଯୋଉମାନେ ଉତ୍ତର ପିଢିର ଥିଲେ ସେମାନେ ପରିବାରକୁ ଭରଣ ପୋଷଣ କରୁଥିଲେ। କିନ୍ତୁ ବର୍ତ୍ତମାନର ଯୋଉ ସିଙ୍ଗଲ ଫ୍ୟାମିଲି ହେଇଗଲାଣି, ଆଉ ସେଇ ପରିପ୍ରେକ୍ଷୀରେ ଆଉ ସେଥିରେ କୌଣସି ଉତ୍ତର ପିଢିର ବା ବାର୍ଦ୍ଧକ୍ୟ ଲୋକମାନଙ୍କର ଆଉ ସ୍ଥାନ ନାହିଁ। ତାଙ୍କ ସ୍ଥାନଟା କେବଳ ଆମର ଜରା ନିବାସ ହେଇଯାଇଛି। ତେଣୁ ଏହାର କଣ ନିରାକରଣ କରିପାରିବା ଏବଂ ଏଇଥିପାଇଁ କଣ କରାଯାଇପାରେ ସେ ବିଷୟରେ ଟିକେ ଆଲୋକପାତ କଲେ ଭଲ ହବ। हेलो हेलो सर सभारे हेलो मु डॉक्टर विश्वजित खमारी कहूची झारसुगुड़ारू ଆଜ୍ଞା କୁହନ୍ତୁ। सभारे उपस्थित वक्ता श्रोता समस्त को मोर नमस्कार। वक्ता अति सुंदर भाव में कहले वार्धक्य विषय आम एक पेसिमिस्टिक व्यू न नहीं एक ऑप्टिमिस्टिक व्यू नबा उचित। आमे कहा ऊपर निर्भर न करी वर्तमान आज मध्य मु रिटायरमेंट नहीं मोर गोटे वर्ष हो गलानी तो मु कहवा अर्थ है मु आज सीनियर सिटीजन किंतु केतेबेले कहारी ऊपर निर्भरशील मनोभाव न रखी यूथ किंबा वार्धक्य यह एक मानसिक अवस्था। जेते बयस हेले मध्य आमे सबुबेले अन्य ऊपर निर्भरशील मनोभाव रखुवा पर्यंत आमको लागिबो जे आमे बुढ़ा किंबा बुढ़ा हो गलानी बयस अधिक हो गलानी आम अन्य उपर निर्भर करने को पड़ो। समय बदलुची समय संगे संगे अवस्था भी बदलुची पारिपार्श्विक अवस्था भी बदलुची अन्य मानकर जो चेतना चिंता सेटा भी बदलुची। ये सब कथा आपण जहाँ सब आलोचना होती सब कथा सत किंतु यह भितर मध्य आमे निजकू स्वतंत्र मन करी निजकू शक्तिमान मन करी मानसिक स्तर रे शारीरिक स्तर रे उभय स्तर रे आमे निज उपर निजे जेते दूर संभव एवं आम सांगरे थिबा अन्य वृद्ध मान सहित तालमेल नहीं जिमिति विभिन्न जगह सीनियर सिटीजन्स फोरम मान कराई आमे अनेक आलोचना माध्यम रे हो किंबा आमर डिस्कशन माध्यम रे हो आमे निजे निजकू आम समस्त भितर शक्ति किंबा चेतना किंबा प्रेरणा जोगई आमे केमिति निजकू सक्षम मन करि परिबा एवं भगवान जेते दिन आयुष दैछन्ति सेटा 80 हो 90 हो 70 हो 60 हो आमे सेते दिन पर्यंत आराम रे बंची परिबा एहा मोर मत। समाज केवल सेतेबेले बदलिबो जेतेबेले पुओ किंबा झियो किंबा अन्यान्य परिवार वर्ग मने करिवे जे बुढ़ा आम उपर निर्भरशील हो गलानी किंबा लोकटा आम उपर निर्भरशील हो गलानी ताहले आम समाज पाई बोझ हो जिबा। जेते दिन पर्यंत आमको लागिबो बाकी मानकु लागिबो जे लोकटा 80 वर्ष मु देखुची मो घर सामने जने प्रिंसिपल अछंती तांको 70 75 70 75 कहीं 79 हलानी किंतु आज मध्य से कर्मचंचल सकाळु राति पर्यंत से सब बेले काम व्यस्त था अन्य बहुत गुड़ा कम से सब निजक नियोजित रखी एवं रिटायरमेंट गला समय देखला दिन 46 वर्ष आज पर्यंत से जमी दिशुले सेमती दिशुंट। आज गोटे भोजी कॉलेज को जाइलु जड़े सार रिटायर करेंगे जुलाई मसरे मुझे से सार भी जाइए प्रिंसिपल हिसाब से मुझे प्रिंसिपल थी ब्रजराजनगर महाविद्यालय से जमी दिशुले सेमती दिशुंट। मोर कहवा तात्पर्य है आम निजक जमीती मानसिक स्तर में प्रस्तुत करवा शारीरिक स्तर में प्रस्तुत करवा आम सेमती दिशा समाज रे आमर से प्रकार रहिबो एवं समाज लोके आमको देखि प्रेरणा नेबे। आम केतेबेले मध्य निजको अवहेलित किंबा अन्य पर आम बोझ देला भलिया चिंताधारा आम रखा उचित नुहे किंबा आम समाज प्रति निज प्रति काहारी प्रति मध्य आम एक पेसिमिस्टिक व्यू नबा उचित नुहे। समय सब कथा आपण जहाँ डिस्कसन है सब कथा सत किंतु समय बदल होगा सत्वे आम निजको एक स्वतंत्र परिचय देवारे आम सब सक्षम हेबा ए विश्वास एवं आकांक्षा इच्छा शक्ति मध्य आम रखा कथा एवं आम जिते दूर संभव निजको शारीरिक स्तर में और मानसिक स्तर में आम सब नियोजित करने को चेष्टा करवा जहाँ परिणाम स्वरूप आम निजको सब सक्षम मन कर मोर व्यक्तिगत मत। जदि आपण मानकर आउ किछि मत थाए आपण माने दे पारंती। धन्यवाद। धन्यवाद डॉक्टर विश्वजित महाशय।
ଆମେ ପ୍ରଥମେ ରବି ଆଜ୍ଞା ଆଦରଣୀୟ ରବି ଆଜ୍ଞା ମୁଁ ଗୋଟେ ସୀମାଞ୍ଚଳ ଆଜ୍ଞା ମୁଁ ଟିକେ ଛୋଟ ପ୍ରଶ୍ନଟେ ପଚାରିବି? ଲୋହିତାକ୍ଷ ବାବୁ ଗୋଟେ କାମ କରିବା ଠିକ ହବ। ହଁ ସୀମାଞ୍ଚଳ ସାର୍ ଏବଂ ବିଶ୍ୱଜିତ ସାର୍ଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉ ଦୁଇଟା କଥା ଆସିଲା ତାର ଉପରେ ଆମେ ଦ୍ୱାରୀ ସାର୍ଙ୍କ ପାଖରୁ ଦୁଇ ପଦ ଶୁଣିଦେବା ତାପରେ ନେକ୍ସଟ ପ୍ରଶ୍ନକୁ ଯିବା, ନହେଲେ ଗୁଡାଏ ଜିନିଷ ଏକା ସାଙ୍ଗରେ ହେଇଯିବ ସାର୍ଙ୍କ ପାଇଁ। ମୁଁ ଷ୍ଟେସନକୁ ବାହାରି ଯିବି ତ ସେଥିପାଇଁ। ଆଚ୍ଛା ଆଚ୍ଛା ହଁ ଠିକ ଅଛି, ଆମେ ନୋଟ୍ କରିଦେବା। ଆପଣ 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 ଆପଣଙ୍କର କଥା ରଖନ୍ତୁ ଗୋଟେ ମିନିଟ ଲୋହିତାକ୍ଷ ବାବୁ। ହଁ ସର୍ବପ୍ରଥମ ପ୍ଲିଜ ଧନ୍ୟବାଦ ଦେବି ପ୍ଲିଜ। ଯତୀନ ବାବୁ ବହୁତ ସୁନ୍ଦର ଭାବରେ ତାଙ୍କର ଉପସ୍ଥାପନା କଲେ। ଗୋଟେ ବୌଦ୍ଧିକ ଚେତନାରେ ଭରପୁର ଉପସ୍ଥାପନା ଥିଲା। ମୁଁ ସିଧାସଳଖ ପ୍ରଶ୍ନକୁ ଆସିବି ଯେ ଯେମିତି ପ୍ରତ୍ୟେକ ବିଷୟରେ ଲିଙ୍ଗୀୟ ଚେତନା ଦ୍ୱାରା ସବୁ ଜିନିଷ ପ୍ରଭାବିତ ହେଇଥାଏ, ମହିଳା ଏବଂ ପୁରୁଷ ଏ ଯୋଉ ଚେତନା। ତ ସାହିତ୍ୟରେ ଆମେ ଯୋଉ ବାର୍ଦ୍ଧକ୍ୟ ଜନିତ ପ୍ରସଙ୍ଗ ଉପରେ ଆଲୋଚନା କଲୁ ତାହା ମଧ୍ୟ ନିଶ୍ଚିତ ଭାବରେ ଯୋଉ ବାର୍ଦ୍ଧକ୍ୟ ସମସ୍ୟା ଯେମିତି ଏକାକିତ୍ୱ, ଅବହେଳା, ଯାହା ସବୁ ବି ବାର୍ଦ୍ଧକ୍ୟ ବା ଜରା ସମ୍ବନ୍ଧିତ ପ୍ରସଙ୍ଗ ରହିଛି ତାହା ଲିଙ୍ଗୀୟ ଚେତନା ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ, ଏଥିରେ କୌଣସି ଦ୍ୱିମତ ନାହିଁ। କାରଣ ତାର କାରଣ ହେଉଛି ଅତୀତରେ ମହିଳାମାନଙ୍କ ପାଖରେ ଆୟର କୌଣସି ପନ୍ଥା ନଥିଲା, କେବଳ ପୁରୁଷ ସେଇଥିରୁ ଯୋଉ ଲିଙ୍ଗୀୟ ବିଷମତା ସୃଷ୍ଟି ହେଇଛି। ତ ବର୍ତ୍ତମାନ ଯେହେତୁ ସମାଜରେ ଗୋଟେ ପରିବର୍ତ୍ତନ ଘଟିଛି ଯେ ବ୍ୟବସାୟ ବା ଯୋଉ ଆୟଟା କେବଳ ପୁରୁଷମାନଙ୍କର ଦ୍ୱାରା ନୁହେଁ, ମହିଳାମାନଙ୍କ କଣ୍ଟ୍ରୋଲ ନିୟନ୍ତ୍ରଣରେ ମଧ୍ୟ ଅଛି। ତ ଏଇ ଯୋଉ ପରିବର୍ତ୍ତନ ସାହିତ୍ୟରେ ବର୍ତ୍ତମାନ ପ୍ରତିଫଳିତ ହେଇଛି କି? ଏଇଟା ମୋର ସିଧାସଳଖ ପ୍ରଶ୍ନ। ଧନ୍ୟବାଦ ଲୋହିତାକ୍ଷ ବାବୁ। ଲୋହିତାକ୍ଷ ବାବୁଙ୍କର ପ୍ରଶ୍ନକୁ ଗୋଟେ ନିର୍ଦ୍ଦିଷ୍ଟ କାରଣରୁ ଆମେ ଆଗେ ପିକ୍ କରିବା ଉଚିତ ହବ। କାରଣ ଡକ୍ଟର ବିଶ୍ୱଜିତ ଏବଂ ସୀମାଞ୍ଚଳ ବାବୁଙ୍କର ଆଲୋଚନା ତା ଉପରେ ଆମେ ଗୋଟେ ସମାନ ପ୍ରକାରର ଗୋଟେ ନିର୍ଦ୍ଦିଷ୍ଟ ଦିଗକୁ ଯାଉଥିବା ଆଲୋଚନା ସେଟା, ତେଣୁ ତାକୁ ଆମେ ପଛକୁ ରଖିକିରି ଯତୀନ ସାର୍ଙ୍କ ପାଖରୁ ଶୁଣିବା। ପ୍ରଥମେ ଯତୀନ ବାବୁ ଲୋହିତାକ୍ଷ ବାବୁଙ୍କର ପ୍ରଶ୍ନ ଉପରେ ନିଜର ମନ୍ତବ୍ୟ ରଖିବେ। ଲୋହିତାକ୍ଷ ବାବୁଙ୍କର ପ୍ରଶ୍ନ। ଯତୀନ ବାବୁ। ଧନ୍ୟବାଦ ସାର୍ ଆପଣଙ୍କ ପ୍ରୋତ୍ସାହନ ପାଇଁ। ଆଉ ଯେମିତି ଆପଣ ପ୍ରଶ୍ନ କରିଛନ୍ତି କି ଜେଣ୍ଡର ବା ଲିଙ୍ଗୀୟ ଯୋଉ ବିଭିନ୍ନତା ଅଛି, ଆଉ ଏଥିରେ ଆପଣ ଗୋଟେ ବହୁତ ଭଲ ଦୃଷ୍ଟିକୋଣ ରଖିଛନ୍ତି କି ତା ସହ ଆପଣ ଆର୍ଥିକ ଯୋଉ ସ୍ୱାବଲମ୍ବିତା ତାକୁ ମଧ୍ୟ ଯୋଡ଼ିଛନ୍ତି। ତ ଏହା ବଦଳୁଛି ଏବଂ ଆଜିର ଯୋଉ ସାହିତ୍ୟ ଅଛି ସେଥିରେ ଧୀରେ ଧୀରେ ବଦଳୁଛି। ମୋ ଦୃଷ୍ଟିକୋଣରେ ବା ମୋ ଅଧ୍ୟୟନରେ ଏବେ ପର୍ଯ୍ୟନ୍ତ ମୁଁ ପଢ଼ି ନାହିଁ, ବାକି ଆପଣଙ୍କ ଯୋଉ ଦୃଷ୍ଟିକୋଣ ଅଛି ମତେ ଲାଗୁଛି କି ତାହା ପ୍ରତିଫଳିତ ହୋଇଥିବ, ଆଉ ମୁଁ ଚେଷ୍ଟା କରିବି ତାହା ଖୋଜିବା ପାଇଁ। ଆଉ ବୋଧେ ମୁଁ ଏଇ ଜିନିଷ ବି ଭାବୁଛି କି ଏଇ ସମୟରେ ଯେଉଁ ବୃଦ୍ଧ ବା ବୃଦ୍ଧା ଅଛନ୍ତି ମୁଖ୍ୟତଃ ସେମାନେ ସେଇ ସମୟର ଯେଉଁ ସମୟରେ କି ସେମାନେ ମୁଖ୍ୟ ରୂପରେ ନିର୍ଭରଶୀଳ ରହୁଥିଲେ ଏବଂ ବୋଧ ହୁଏ ଏଇ ପିଢ଼ି ଯେତେବେଳେ ସ୍ୱାବଲମ୍ବୀ ପିଢ଼ି ଯେତେବେଳେ ମହିଳାମାନେ ଯେତେବେଳେ ତାଙ୍କ ସମୟକୁ ଯିବେ ତ ତାଙ୍କ ସମୟର ଯୋଉ କଥା ଆଉ ଯୋଉ ଅନୁଭବ ତାହା ପ୍ରତିଫଳିତ ହେବ ବା ହେଇଥିବ, ଯାହାକି ମୋ ଜ୍ଞାନର ପରିସୀମା ବାହାରେ। ତ ମୁଁ ଚେଷ୍ଟା କରିବି ଆଉ ପ୍ରୟାସ କରିବି କି ମୁଁ ଖୋଜେ, ଆଉ ଆପଣମାନଙ୍କ ମଧ୍ୟରୁ ଯଦି କାହା ପାଖରେ ତଥ୍ୟ ଥିବ ତାହେଲେ ମୁଁ ଚେଷ୍ଟା କରିବି, ମୁଁ ଅନୁରୋଧ କରିବି କି ଆଲୋକପାତ କରନ୍ତୁ। ଧନ୍ୟବାଦ ସାର୍। ଧନ୍ୟବାଦ ଯତୀନ ବାବୁ। ସୀମାଞ୍ଚଳ ବାବୁଙ୍କର କଥା ଥିଲା ଯେ ଆମେ ପରିବାର ଧୀରେ ଧୀରେ ଛୋଟ ହେଇଯାଉଛି। ଆଗେ ଯେତେବେଳେ 4-5ଟି ସନ୍ତାନ ଥିଲେ ସେତେବେଳେ ଯଦି କୌଣସି କ୍ଷେତ୍ରରୁ ଅବହେଳା ଆସୁଥିଲା ପିଲାମାନଙ୍କ ପାଖରୁ, ବାପା ମା ପାଖରେ ଗୋଟେ ଭରସା ଥିଲା ଆଉ ଗୋଟେ ପୁଅ ପାଖକୁ ଯାଇକରି କି ଝିଅ ପାଖକୁ ଯାଇକରି ସେମାନେ ସହାୟତା ପ୍ରାପ୍ତ ହେଇପାରୁଥିଲେ, ସମ୍ଭାବନା ଥିଲା। କିନ୍ତୁ ଏବେ ଛୋଟ ହେଇଯିବା ଫଳରେ ପରିବାର ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ପୁଅ କିମ୍ବା ଝିଅ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଇଯାଉଛନ୍ତି। ତେଣୁ ଜରା ନିବାସକୁ ଯିବା କୁ ପଡୁଛି। ଏଟା ତା ଉପରେ ଡକ୍ଟର ବିଶ୍ୱଜିତ ମହାଶୟଙ୍କର ବଡ ସୁନ୍ଦର ଅବତାରଣିକା ଥିଲା ଯେ ଆମକୁ ନିଜକୁ ସକ୍ଷମ କରି ରଖିବା ଲାଗି ପଡିବ ଏବଂ ନିଜ ଭିତରେ ଆତ୍ମବଳ କୁ ସବୁବେଳେ ବିକଶିତ କରି ରଖୁଥିବା ଆବଶ୍ୟକ ହବ। ଏହା ଉପରେ ଯତୀନ ବାବୁ କଣ ମନ୍ତବ୍ୟ ରଖିବା ପାଇଁ ଚାହିଁବେ ଏ ଉଭୟଙ୍କ ବକ୍ତବ୍ୟ ଉପରେ?
ଆଜ୍ଞା ସାର୍, ମୁଁ ଉଭୟ ସାର୍ଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆଉ ଉଭୟଙ୍କ ଯେଉଁ ପ୍ରଶ୍ନ କିମ୍ବା ମନ୍ତବ୍ୟ ଥିଲା, ଗୋଟିଏ ଅନ୍ୟ ଗୋଟିକର ବିରୋଧୀ ଜଣା ପଡ଼ିଲେ ହିଁ ମୁଁ ମାନିବି କି ଜଣେ ଆଉ ଜଣକୁ ପୂରଣ କରୁଥିଲେ, ପରିପୂରକ ସେ ମନ୍ତବ୍ୟ ଦେଇଥିଲେ। ଆଉ ଯେମିତି ସାର୍ କହିଛନ୍ତି, ଯେମିତି କହୁଥିଲେ କି ଯୋଉ ଉତ୍ତର ପିଢ଼ିର ଲୋକ ତାଙ୍କର ଯୋଉ ସମସ୍ୟା ଗୁଡ଼ିକ ଏବେ ବଢିବାକୁ ଲାଗିଛି, ତାହା ବଢୁଛି, ତାହା ସତ୍ୟ। ମୁଁ ମଧ୍ୟ ସେଇଥିରେ ସହମତ। ଯେପରି ଆମେ କଥା ହେଉଥିଲା କି ଯୋଉ ସାମାଜିକ ସଂରଚନା ଅଛି ସେଇଥିରେ ପରିବର୍ତ୍ତନ ହେଉଛି। ପାଶ୍ଚାତ୍ୟ ପ୍ରଭାବ ହଉ କିମ୍ବା ସହରୀକରଣ ହେଉ, ଧୀରେ ଧୀରେ ସହରୀକରଣ ଦ୍ୱାରା ପରିବାର ଛୋଟ ହେଇଯାଉଛି ଏବଂ ଯୁବପିଢ଼ି ମଧ୍ୟ ସହରରେ ଯେତେବେଳେ ନିବାସ କରୁଛନ୍ତି ଆର୍ଥିକ ଚାପ ସେ ସହି ପାରୁନାହାନ୍ତି। ତ ଏହି ମନ୍ତବ୍ୟକୁ ଏଇଥିରୁ କେମିତି ଆମେ ଓହରି ପାରିବା, କେମିତି ବଞ୍ଚି ପାରିବା, ସେଇ ଜିନିଷକୁ ଅପ୍ଟିମିଷ୍ଟିକ ଭ୍ୟୁ ଯେମିତି ଡକ୍ଟର ବିଶ୍ୱଜିତ ସାର୍ କହୁଥିଲେ, ମୁଁ ସେଇ ଜିନିଷକୁ ହିଁ ମାନିବି କି ଆମକୁ ପ୍ଲାନିଂ ଯୋଜନା କରିବାକୁ ପଡ଼ିବ। ଆମର ନିଜର ଯୁବାବସ୍ଥା ସମୟରୁ ନିଜ ବାର୍ଦ୍ଧକ୍ୟ ସମୟ ପାଇଁ ଆମେ ଯୋଜନା କରିବାକୁ ପଡ଼ିବ। ଆଉ ଚେଷ୍ଟା କରିବାକୁ ପଡ଼ିବ କି କିପରି ଭାବରେ ଆମେ ଆର୍ଥିକ ରୂପରେ ଆମେ ସ୍ୱାବଲମ୍ବୀ ହେବା। ଆଉ ଆମେ ଯେତେବେଳେ ବି ଦେଖିବା କି ଏଇ ଯେତେବେଳେ ସଂକ୍ରମଣର ସମୟ ଆସେ, ଗୋଟେ ସମାଜ ନିଜ ସ୍ୱରୂପ ଛାଡି ଗୋଟେ ନୂଆ ସମାଜକୁ ଗତି କରିଥାଏ, ଗୋଟେ ସମାଜର ଯୋଉ ମୂଳଭୂତ ଯୋଉ ପ୍ରବୃତ୍ତି ଅଛି ତାହା ପରିବର୍ତ୍ତନ ହଉଥାଏ, ସେତେବେଳେ ଚେତନାର ଆବଶ୍ୟକତା ହୋଇଥାଏ। ତ ଆଜିର ଯୋଉ ବୃଦ୍ଧାବସ୍ଥା ସମ୍ବନ୍ଧୀୟ, ଜରାବସ୍ଥା ସମ୍ବନ୍ଧୀୟ ଯୋଉ ସମସ୍ୟାବଳୀ ଗୁଡ଼ିକ ଅଛି, ତାହାକୁ ଯଦି ସାହିତ୍ୟ ମାଧ୍ୟମରେ, ଅନ୍ୟାନ୍ୟ ଚର୍ଚ୍ଚା ମାଧ୍ୟମରେ ଏବଂ ଅନ୍ୟାନ୍ୟ ଅଭିବ୍ୟକ୍ତିର ସାଧନ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବା, ଯୁବପିଢ଼ି ପାଖରେ ପହଞ୍ଚାଇ ପାରିବା, ତାହେଲେ ବୋଧ ହୁଏ ମୁଁ ମାନେ କି ଏହି ସମସ୍ୟାବଳୀ ଗୁଡ଼ିକୁ ଭାବଗତ ସ୍ତରରେ, ମାନସିକ ସ୍ତରରେ ଆମେ ଟିକେ କମ କରେଇ ପାରିବା ଏବଂ ଆର୍ଥିକ ଯୋଉ ସ୍ୱାବଲମ୍ବିତା ତାହା ମୁଁ ମାନେ କି ବେହଦ ଜରୁରୀ। ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ବୃଦ୍ଧାବସ୍ଥା ପାଇଁ ଯୋଜନା କରିବାକୁ ପଡ଼ିବ ହିଁ। ଆଉ ଏ ସମୟରେ ସରକାର ବି ଅନ୍ୟାନ୍ୟ ଯୋଜନା ମାନେ କରୁଛନ୍ତି, ଚାଲିଛି, ଯେମିତି ଏନପିଓପି ଗୋଟେ ଯୋଜନା ଚାଲିଥିଲା, ନ୍ୟାସନାଲ ପଲିସି ଅନ୍ ଓଲ୍ଡର ପର୍ସନ୍ସ, ସେହିପରି ମଧ୍ୟ ଅନ୍ୟାନ୍ୟ ଯୋଜନା ମାନେ କରୁଛନ୍ତି। ଆଉ ବ୍ୟକ୍ତିଗତ ସ୍ତରରେ ମୁଁ ମାନେ କି ନିଜର ଯୋଜନା ନିଜେ କରିବାକୁ ପଡ଼ିବ, ସ୍ୱାବଲମ୍ବୀ ହେବାକୁ ପଡ଼ିବ ଆର୍ଥିକ ରୂପରେ କମ ସେ କମ। ଧନ୍ୟବାଦ ସାର୍। ରବି ରଞ୍ଜନ ସାର୍, ମୁଁ ଟିକେ ଖାଲି ଗୋଟେ ସ୍ପଷ୍ଟୀକରଣ ରଖିବାକୁ ଚାହିଁବି ଯେ ହଁ ସାର୍ କୁହନ୍ତୁ। କଥା ହଉଛି ଯେ ଏଠି ଆମେ ପଜିଟିଭ ନେଗେଟିଭ ର କଥା ମୁଁ ରଖୁନି ବା ମୁଁ ନିରାଶାବାଦୀ ନୁହଁ, କିନ୍ତୁ କିନ୍ତୁ ପ୍ରସଙ୍ଗ ହଉଛି ଯେ କର୍ତ୍ତବ୍ୟ ବୋଧତା, ମାନେ ତାଙ୍କର ରେସ୍ପନ୍ସିବିଲିଟି, ସେଇଟା ବୋଧେ ଆମର ଯେ ବର୍ତ୍ତମାନର ପିଢ଼ି ଭୁଲିଗଲେଣି ଯେ ତାଙ୍କର କର୍ତ୍ତବ୍ୟ ବୋଧଟା ସେଇଟା କିଭଳି ଭାବରେ କରାପାରିବ। ସେଇଟା ମୁଁ ଭାବୁଛି ସେଇଟା ସେମିତି ଚାଲିବ। ସମୟ ଆସିବ ଯେତେବେଳେ ସେମାନେ ସେଇ ସ୍ଥିତିକୁ ଆସିବେ, ମୁଁ ଭାବୁଛି ତାଙ୍କର ବୋଧ ହୁଏ ତାଙ୍କର ସେତେବେଳେ ଜ୍ଞାନ ଉଦୟ ହେଇପାରେ। ଧନ୍ୟବାଦ ସୀମାଞ୍ଚଳ ସାର୍। ଆମେ ଆମ ହାତରେ ଆମେ ସଭାପତି ଅଭିଭାଷଣ ନିକଟକୁ ଯାଉଛେ, କିନ୍ତୁ 2 ମିନିଟ ସମୟ ଅଛି ସଭାପତି ଅଭିଭାଷଣର ଅବଧି। ତ ଆଉ ଯଦି କାହାର କିଛି ମନ୍ତବ୍ୟ ଅଛି ଆମେ ତୁରନ୍ତ ନେଇପାରିବା 1 ମିନିଟ, କାରଣ ସଭାପତି ଅଭିଭାଷଣକୁ ଛୋଟ କରିବା ପାଇଁ ମୁଁ ଚାହିଁବି। ଆଲୋଚନା ଆଜି ବଡ଼ ସୁନ୍ଦର ଭାବରେ ଚାଲିଛି। ସିଧାସଳଖ ଆପଣଙ୍କର ମନ୍ତବ୍ୟ କାହାର ଯଦି ଉପସ୍ଥାପନ କରିବାକୁ ଅଛି ଦୟାକରି ଉପସ୍ଥାପନ କରନ୍ତୁ। ମୁଁ କ୍ଷୀରୋଦ ନିବାସ ପଣ୍ଡା କହୁଛି। ଆଜିର ଆଲୋଚନା ବହୁତ ସୁନ୍ଦର ହେଲା ଏବଂ ବିଷୟବସ୍ତୁ ଥିଲା ସାହିତ୍ୟରେ ବାର୍ଦ୍ଧକ୍ୟର ଅବସ୍ଥା। এটা ସାହିତ୍ୟ ବିଷୟରେ କୁହାଯାଉଛି, ସମାଜର ପ୍ରାକ୍ଟିକାଲ ଜିନିଷକୁ ବର୍ତ୍ତମାନ ଉପସ୍ଥାପନ କରାଯାଇ ନାହିଁ ଏବଂ ଅନେକ ଗୁଡ଼ିଏ କାହାଣୀର ଅବଧାରଣା ଦିଆଗଲା, ଯେଉଁ କାହାଣୀ ଗୁଡ଼ାକ ବହୁତ ବର୍ଷ ପୂର୍ବର କଥା, କିନ୍ତୁ ସେହି ପରିସ୍ଥିତି ଆଜି ଆଉ ନାହିଁ। ତେଣୁକରି ଏଠି ଆମେ ଏତେ ନିରାଶ ହେବାର କିଛି ଆବଶ୍ୟକତା ନାହିଁ। ବର୍ତ୍ତମାନ ଯୁଗର ପରିବର୍ତ୍ତନ ସହିତ ମନୋଭାବର ପରିବର୍ତ୍ତନ ହେଇଛି ଏବଂ ମୋର ଦେଖିବାରେ ପ୍ରାକ୍ଟିକାଲି ସମାଜରେ 2-3% ବୃଦ୍ଧଙ୍କୁ କେବଳ ଅବହେଳାର ଶିକାର ହେବାକୁ ପଡୁଥିବ, ନହେଲେ 98% ସମସ୍ତେ ସୁଖରେ ଅଛନ୍ତି।
ତେଣୁ ଆମେ ଏଥି ବ୍ୟତୀତ ହେବା ନାହିଁ ଏବଂ ସ୍ୱାମୀ ବିବେକାନନ୍ଦଙ୍କର ଚିନ୍ତାରେ କେବେ ନୈରାଶ୍ୟର ସ୍ଥାନ ହିଁ ନାହିଁ। ତେଣୁକରି ଆମେ ସବୁବେଳେ ଆଶା କରିବା ଆମର ଉତ୍ତର ପିଢ଼ି ଆମ ମାନଙ୍କୁ ଏବଂ ପରବର୍ତ୍ତୀ ସମସ୍ତ ବୃଦ୍ଧ ମାନଙ୍କୁ ବୟସ୍କ ମାନଙ୍କୁ ନିଶ୍ଚିତ ରୂପେ ଯତ୍ନ ନେବେ ଏବଂ ସେମାନଙ୍କର ସମ୍ମାନ କରିବେ। ଧନ୍ୟବାଦ। ଧନ୍ୟବାଦ ଶ୍ରୀଯୁକ୍ତ କ୍ଷୀରୋଦ ନିବାସ ପଣ୍ଡା ମହାଶୟ। ସେ ଆମର ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ନୂଆପଡ଼ା ଜିଲ୍ଲା ଶାଖାର ସଭାପତି ମହାଶୟ ଅଟନ୍ତି। ସେ ନିଜେ ଏ କ୍ଷେତ୍ରରେ ଜଣେ ଉଦାହରଣ ଅଟନ୍ତି। ପରିଣତ ବୟସରେ କେମିତି ଗୋଟେ ସ୍ୱାବଲମ୍ବୀ ହୋଇ ଏବଂ ସମାଜ ପାଇଁ ଗୋଟେ ମାର୍ଗଦର୍ଶକର ଭୂମିକା ନିର୍ବହନ କେମିତି ସମ୍ଭବପର ତାର ଗୋଟେ ଏକ୍ଜାମ୍ପଲ ହଉଛନ୍ତି ନିଜେ କ୍ଷୀରୋଦ ନିବାସ ପଣ୍ଡା ମହାଶୟ। ତାଙ୍କ ନିକଟରେ ପ୍ରଖର ପ୍ରାଣ ପ୍ରାଚୁର୍ଯ୍ୟ ରହିଛି ଏବଂ ପ୍ରଚଣ୍ଡ ଉଦ୍ଦୀପନାର ସହିତ ସେ ବର୍ତ୍ତମାନ ବି କର୍ମଚଞ୍ଚଳ ଅଛନ୍ତି। ସେ ଆମ ସମସ୍ତଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ବିନ୍ଦୁ ଅଟନ୍ତି। ମୁଁ ବନ୍ଧୁ ଡକ୍ଟର ବିଦ୍ୟାଭୂଷଣ ବାରିକ ମହାଶୟ ଯିଏ ଆମର ଆଜିର ସଂଯୋଜକ ଅଟନ୍ତି ତାଙ୍କଠୁ ଅନୁମତି ଚାହିଁବି ସଭାପତି ଅଭିଭାଷଣକୁ ଯିବା ପାଇଁ। ନିଶ୍ଚିତ ରୂପେ ସାର୍, ଆପଣ ସଭାପତିତ୍ୱ ଦାୟିତ୍ୱ ସହ ମୋର ଦାୟିତ୍ୱ ମଧ୍ୟ ଆପଣ ନିର୍ବାହ କରୁଥିବାରୁ ଆନ୍ତରିକ ଭାବରେ ମୁଁ ଆପଣଙ୍କୁ ପ୍ରଣାମ ଜଣାଉଛି ଏବଂ ସଭାପତି ଅଭିଭାଷଣ ପାଇଁ ଅନୁରୋଧ କରୁଛି। ଧନ୍ୟବାଦ ଧନ୍ୟବାଦ ଡକ୍ଟର ବିଦ୍ୟାଭୂଷଣ ବାରିକ ମହାଶୟ। ଯତୀନ ଦ୍ୱାରୀ ମହାଶୟଙ୍କ ଦ୍ୱାରା ଆମେ ବଡ଼ ସୁନ୍ଦର ଉପସ୍ଥାପନା ଶୁଣିଲେ। ବହୁତ ଗୋଟେ ଲମ୍ବା ଯାତ୍ରା ରହିଲା ଆମର। ବାର୍ଦ୍ଧକ୍ୟକୁ ଏକ ଅବସ୍ଥା ରୂପରେ ଦେଖିଲେ, ଜୀବନର ସନ୍ଧ୍ୟା କାଳ ରୂପରେ ଦେଖିଲେ। ବହୁତ ଆମୋଦିତ କଲା ମତେ ଏବଂ ସମସ୍ତଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିଥିବ ସେ ପ୍ରଶ୍ନଟି ଆନାତୋଲେଙ୍କର ଫ୍ରେଞ୍ଚ ଦାର୍ଶନିକ ବୃଦ୍ଧାବସ୍ଥା ଯୌବନ ପୂର୍ବରୁ ଯଦି ଆସନ୍ତା। ମୁଁ ପ୍ରସଙ୍ଗ ଭିତରକୁ ଆଉ ଯିବି ନାହିଁ କାରଣ ଆମ ପାଖରେ ସମୟର ସ୍ୱଳ୍ପତା ଅଛି। ଆଉ ଆମେ ଗୋଟେ ନିୟମବଦ୍ଧ ଅଟୁ ଯେ 8ଟା ସୁଦ୍ଧା ଆମେ ଆମର କାର୍ଯ୍ୟକ୍ରମରେ ଗୋଟେ ପୂର୍ଣ୍ଣଚ୍ଛେଦ ଆଣିବା। ତେଣୁ ମୁଁ ମୋର ସଭାପତି ଅଭିଭାଷଣକୁ ଏଇଠି ଶେଷ କରିବି। ତା ପୂର୍ବରୁ ଧନ୍ୟବାଦ ଜଣେଇବି ଆମର ଆଜିର ଏ ସଭାର ପ୍ରକୃତ ସଭାପତି ମହାଶୟଙ୍କୁ। ସଭାପତି ମହାଶୟଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଅଛି ଯାହା ଫଳରେ ସେ ଏ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଛନ୍ତି। ତାଙ୍କର ପ୍ରତିନିଧି ରୂପରେ ମୁଁ ଏ କାର୍ଯ୍ୟ ସମ୍ପାଦିତ କରିଛି। ମୁଁ ଅନୁରୋଧ କରିବି ଆମର ସଂଯୋଜକ ମହାଶୟଙ୍କୁ ଡକ୍ଟର ବିଦ୍ୟାଭୂଷଣ ବାରିକ ମହାଶୟଙ୍କୁ ଆଗକୁ କାର୍ଯ୍ୟକ୍ରମକୁ ବଢେଇବେ। ଧନ୍ୟବାଦ ସାର୍ ଆପଣଙ୍କର ସଭାପତିତ୍ୱ ପାଇଁ। ବର୍ତ୍ତମାନ କାର୍ଯ୍ୟକ୍ରମର ଅନ୍ତିମ ଧନ୍ୟବାଦ ଅର୍ପଣ କରିବା ପାଇଁ ମାନନୀୟ ବିଭୂତି ଭୂଷଣ ବିଶି ମହାଶୟଙ୍କୁ ଅନୁରୋଧ କରୁଛି ସେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ମନ୍ତ୍ର ପାଠ କରିବେ। ଧନ୍ୟବାଦ ବିଦ୍ୟା। ଆଜିକାର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ମୋର ନମସ୍କାର। ଆଉ ଆଜିକାର ସଭାର ସଭାପତି ଜଣେ ଭାଷାବିତ୍, ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ପୂର୍ବତନ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ କନିଷ୍ଠ ମହାବିଦ୍ୟାଳୟର ରବିରଞ୍ଜନ ପ୍ରଧାନ ମହୋଦୟ, ଯିଏ ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଶାଖାର ସମ୍ପାଦକ ଦାୟିତ୍ୱରେ ଅଛନ୍ତି, ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିବି। ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିବି ଆଜିକାର ଆଲୋଚକ ଅଧ୍ୟାପକ ଯତୀନ ଦ୍ୱାରୀ ମହୋଦୟ, ହିନ୍ଦୀ ବିଭାଗ, କେବି ମହାବିଦ୍ୟାଳୟ, କଣ୍ଟାବାଞ୍ଜି। ସେ ଆଜି ତାଙ୍କର ଯେଉଁ ଆଲୋଚନା ସାରଗର୍ଭକ ହେଇଛି, ବହୁତ ସୁନ୍ଦର ହେଇଛି। ସେ ଆମ ପାଇଁ ସମୟ ବାହାର କରି ଆମକୁ ଅତି ଚମତ୍କାର ଭାବରେ ତାଙ୍କର ବିଶ୍ଳେଷଣ କରିଥିଲେ। ତେଣୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରୁଛି। ଧନ୍ୟବାଦ ଅର୍ପଣ କରିବି ଆଜିକାର ସଂଯୋଜକ ଡକ୍ଟର ବିଦ୍ୟାଭୂଷଣ ବାରିକ ମହୋଦୟ, ଜିଲ୍ଲାଧ୍ୟକ୍ଷ ସମ୍ପର୍କ ସେତୁ, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଜିଲ୍ଲା। ସେ ଅତି ସୁନ୍ଦର ଭାବରେ ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କଲେ। ଆଉ ଆଜିକାର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ତଥା ଆଜି ଆଲୋଚ୍ୟ ବିଷୟ ଉପରେ ଯେଉଁମାନେ ନିଜର ମତାମତ ରଖିଲେ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଇ ମୋର ଧନ୍ୟବାଦ ପୂର୍ବକ ସମାପନ କରୁଛି। ସମସ୍ତଙ୍କୁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଶାନ୍ତି ମନ୍ତ୍ର। ଶାନ୍ତି ମନ୍ତ୍ର।
सर्वे भवन्तु सुखिनः सर्वे सन्तु निरामयाः सर्वे भवन्तु मा कच्चित् अभाग् भवेत्। ओम शांति शांति शांति। सभापति महासंघ अनुरोध आनुष्ठानिक सभा संघ घोषणा करेंगे। आनुष्ठानिक भाव में ए सभा सांग है वर्तमान माननीय आमर जिलार स्थायी सभापति क्षीरोद निवास पंडा